मस्तके नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं। विरचिता भयं वृष्णिधुर्जते चरणम ईशांग संश्रुतेर्भयात् करसरोरुहं कान्तकामदं शिरसि देहिन श्रीकरग्रहं व्रजजनार्तिहन वीरजोषितां निजजनस्मय ध्वंसन स्मित भज सखे भवत किंकरी स्मनो जलरुहाननं चारुदर्शय प्रणत देहिनां पापकर्षणं तृणचरानुगं श्रीनिकेतनं फणिफणार्पितं ते पदाम्बुजं कृणुकुचेषु नः कृन्धिघृतुषयं मधुरया गिरा बलुगुवाक्यया बुधमनोज्ञया पुष्करेक्षण विधि करी माँ वीर मुह्यति रधर सिधुरांग पायस्वन तव कथामृतं तप्त जीवनं कविभिर्लितं कलमशापहं श्रवण मंगलं श्रीमदाततं भुवि गृह्णन्ति ते भूरिदा जना। परम प्रेममयी ब्रजांगनागण अदृश्यमान श्रीकृष्ण निजको लुचै रखिथिबा कृष्ण ब्रजांगन मानक ठारू अदृश्य भाव अवस्थान करुचंती। शास्त्रांतर रे दृष्ट होए कृष्ण कड़े दूर को चली जाए नाहंती, सेमानक निकटरे निकटरे अछंती। आत्मगोपन पूर्वक निकट निकटरे अछंती। काहेकि निकटरे अछंती अदृश्य भाव रे भोगी रसभोक्ता भगवान सकल रसर आधार और रस प्रिय एक कथा में बहुबार आलोचना कर। सकल रसर आधार भगवान को स्वरूप रसरे निर्मित रस चमत्कारिता एपरी गोटे चमक आनंदात्मक चमक सृष्टि कर दिए जहा ताकू रस कह जाए। आनंदर गोटे चमक सृष्टि करदेव जीव हृदय रे। एक एक समय रे एक एक हास्य कथा एक एक दृश्य एक एक सबले जे आनंदता नुह भयंकर विवत्स दृश्य गुड़िक चमक सृष्टि कर दिए। जेतेबेले शरीर रे चमक सृष्टि हम से इंद्रिय माने किसी समय पे स्तंभीभूत हो अकामी हो जाती। सबले आम समस्ते लक्ष्य कर पारने गाढ़ रात शोते हठात कोलाहल शुणी उठी पड़ा बेलू डकायत सब घर भितर पशि जाइए। सामने मुखा पिंधिक भयंकर लोक सब छिड़ा होती हाथ में अस्त्र शस्त्र धरी से स्तंभीभूत हो गले। आम शरीर काम कलानी कान शुभुनी आखि की देखा जाऊनी एमती गोटे अवस्था आसी जाए। भयरू आसला चमक ए प्रकार सकल इंद्रिय को अभिभूत अकामी कर दे एक चमक सृष्टि करवा
ଭାବ ବିଶେଷକୁ ରସ କୁହାଯାଏ। ରସ ଚମତ୍କାରିତା, ତାର ଅର୍ଥ ଦାର୍ଶନିକ ମାନେ କହୁଛନ୍ତି ରସର ଶବ୍ଦ ତ ଆମେ ସାଧାରଣରେ ପାଇବାନି, ଆମ ଡିକ୍ସନାରୀରେ ଆମେ ପାଇବାନି। କିନ୍ତୁ ଦାର୍ଶନିକ ମାନେ କହୁଛନ୍ତି ରସ ଶବ୍ଦର ତାତ୍ପର୍ଯ୍ୟ ନିର୍ଣ୍ଣୟ କରୁଛନ୍ତି ଚମତ୍କାରିତା। ଏବଂ ଏ ରସ ମାତ୍ର 9 କିସମର, ଆଉ ତାର 10ମ ଅବସ୍ଥା ନାହିଁ। ଏ 10ମ ଅବସ୍ଥା ନାହିଁ ଯୋଉ ରସ କି ଭାବରେ ସେ ଚମତ୍କାରିତା ସୃଷ୍ଟି କରେ, କେଉଁ କେଉଁ ରୂପରେ? ହାସ୍ୟ, ଅଦ୍ଭୁତ, ଶୃଙ୍ଗାର, ବୀର ରସ, କରୁଣ ରସ, ଶାନ୍ତ ରସ, ଭୟାନକ ରସ, ବିଭତ୍ସ ରସ ଓ ରୌଦ୍ର। 9ଟି। ଶାନ୍ତ, କରୁଣ, ବୀର, ଶୃଙ୍ଗାର, ହାସ୍ୟ, ଅଦ୍ଭୁତ, ବିଭତ୍ସ, ବୀର ଓ ଭୟାନକ। 9ଟି ମାତ୍ର ରସ ରସଶାସ୍ତ୍ରଜ୍ଞ ଦାର୍ଶନିକ ଗଣ ବିଶ୍ୱରେ ନିର୍ଣ୍ଣୟ କରିଛନ୍ତି। ବିଶ୍ୱରେ କାହିଁକି? ବିଶ୍ୱ ଅତୀତ ରସ। ଏଇ ଯୋଉ 9ଟି ରସ ଭଗବାନଙ୍କର ସ୍ୱରୂପ ଏଇ ରସରେ ନିର୍ମିତ ବୋଲି ନିର୍ଣ୍ଣୟ କରୁଛନ୍ତି। ଆମେ କହୁଛୁ ଭଗବାନଙ୍କ ସ୍ୱରୂପ ଆନନ୍ଦରେ ନିର୍ମିତ। ହଁ, ଆନନ୍ଦର ଆଉ ଟିକେ ସାର୍ପ ଅବସ୍ଥା ତ ଏଇ ରସ। ରସ ବା ଆନନ୍ଦ ଏକ ଜାତୀୟ। ଆମେ କହୁଛୁ ସଚ୍ଚିଦାନନ୍ଦ ବ୍ରହ୍ମ, ସତ୍ ଚିତ୍ ଆନନ୍ଦ। 3ଟା ଜିନିଷ କେବଳ ଆନନ୍ଦ ନୁହେଁ, ତା ବି ହଁ ଚିତ୍ ପଦାର୍ଥ ମଧ୍ୟ ଏ ଆନନ୍ଦ ସହ ମିଶିକିରି ଥାଏ। ସତ୍ ଅର୍ଥାତ ଶକ୍ତି ମଧ୍ୟ ଏ ଆନନ୍ଦ ସହ ମିଶିକିରି ଥାଏ। ସତ୍ କହିଲେ ଶକ୍ତି, ଚିତ୍ କହିଲେ ଚେତନା। ଶକ୍ତି ଓ ଚେତନା ସହକାରେ ରସମୟୀ ଆନନ୍ଦ ହଉଛି ଭଗବାନଙ୍କର ଦେହ ଇଥରେ ତିଆରି। ଯେମିତି ଚୌକି କାଠରେ ତିଆରି, ଷ୍ଟାଣ୍ଡଟି ଲୁହାରେ ତିଆରି, ଆମ ଦେହ ପଞ୍ଚମହାଭୂତରେ ତିଆରି, ଭଗବାନଙ୍କ ଦେହ ରସରେ ତିଆରି ବା ସତ୍ ଚିତ୍ ଆନନ୍ଦ, ଚେତନା ଓ ଶକ୍ତି ସମନ୍ୱିତ ଆନନ୍ଦରେ ତିଆରି। ଏବଂ ସେ କ'ଣ ଭଲ ପାଆନ୍ତି? ତାଙ୍କର ଗୋଟେ ରୁଚି ଅଛି, ଏ ରସକୁ ସେ ବଡ଼ ଭଲ ପାଆନ୍ତି। ରସ ବ୍ୟତୀତ ଆଉ କିଛି ତାଙ୍କର ଆବଶ୍ୟକ ଥାଏ ନା। ସେ ସ୍ୱୟଂ ରସିକ, ରସଜ୍ଞ, ରସମୟ ଓ ରସ ଭୋଗୀ। ଗୋସାଇଁଜୀ ରାମଚରିତ ମାନସରେ ଗୋଟିଏ ପଦ ଲେଖିଛନ୍ତି, ଆନନ ରହିତ ସକଳ ରସ ଭୋଗୀ। ଆଉ ଗୋଟେ ପ୍ରକାର ରସ ଅଛି ଯୋଉଟା ବୈଦ୍ୟଶାସ୍ତ୍ରରେ ନିର୍ଣ୍ଣୟ ହେଇଛି, ଆୟୁର୍ବେଦରେ ତିକ୍ତ, କଷାୟ, କଟୁ, ଅମ୍ଳ, ଲବଣ, ମଧୁର। ଇଏ 6ଟି ଯୋଉଟା ଜିଭ ଜାଣେ। ଇଏ ରସ ଅଲଗା, ଜିଭ ଜାଣେ। ଜିଭ ଛଡା ଆଉ ଏଇଟା କୋଠି ଅନୁଭବ ହବନି। କିନ୍ତୁ ଅନ୍ତଃକରଣରେ ଅନୁଭବ ହୁଏ, ହୃଦୟରେ ଅନୁଭବ ହୁଏ এই ନବରସ। କହିବା ବାହୁଲ୍ୟ, ଏ 9ଟି ରସ ଭିତରେ ଜୀବ ଉପରେ ଅତ୍ୟନ୍ତ ପ୍ରଭାବଶାଳୀ ହେଉଛି ଶୃଙ୍ଗାର ରସ। ଶୃଙ୍ଗାର ରସ ହେଉଛି ରସମାନଙ୍କର ରାଜା, ଶ୍ରେଷ୍ଠ। ଶୃଙ୍ଗାର ରସ, ଶୃଙ୍ଗାର ରସରେ ଯେ କେହି ଅଭିଭୂତ ହବ, ଜଣମାନବ। କରୁଣ ରସରେ କ୍ରୂରମାନେ ଅଭିଭୂତ ହୁଅନ୍ତି ନାହିଁ, ବୀରମାନେ ବିଭତ୍ସ ରସରେ ସହଜରେ ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ। ଏମିତି କିଏ କୋଉଥରେ ଟିକେ, କିନ୍ତୁ ଶୃଙ୍ଗାର ରସ ସମସ୍ତଙ୍କ ହୃଦୟରେ ସମାନ ଭାବରେ ପ୍ରଭାବ ବିସ୍ତାର କରେ। ଭଗବାନ ମଧ୍ୟ ସ୍ୱୟଂ ଶୃଙ୍ଗାର ରସ ପ୍ରିୟ। এই ପବିତ୍ର ଶୃଙ୍ଗାର ରସ ଭାଗବତ ସ୍ୱରୂପ ଯୋଉଥିରେ ନିର୍ମିତ, ସେ ଶୃଙ୍ଗାର ରସ ଭଗବାନ ତାର ଭୋକ୍ତା, ଆନନ ରହିତ ସକଳ ରସ ଭୋଗୀ। ଯଦିଓ
ଅତ୍ୟନ୍ତ ଲାଳସୀ ସେ ଶୃଙ୍ଗାର ରସ ପାଇଁ। ବର୍ତ୍ତମାନ କୃଷ୍ଣ ଲୁଚି ରହିଛନ୍ତି ତାହାଙ୍କ ସହଚରୀ ସଖୀ ସଙ୍ଗିନୀ ପ୍ରଣୟିନୀ ଯାହା କହନ୍ତୁ ଗୋପବନିତା ମାନଙ୍କର ଅନ୍ତଃକରଣରେ ଥିବା କୃଷ୍ଣଙ୍କ ପ୍ରତି ଶୃଙ୍ଗାର ଭାବ କିପରି ଅବସ୍ଥାରେ ଅଛି, ସେମାନେ ମୋତେ କେତେ ପରିମାଣରେ ଭଲ ପାଉଛନ୍ତି, ମୋ ପାଇଁ ବୋଲି କେତେ ଝୁରୁଛନ୍ତି, ମୋ ସହିତ ତାଙ୍କର ସମ୍ବନ୍ଧଟା କେତେ ଗାଢ଼, ଏ ପ୍ରଣୟଟା କେତେ ଗାଢ଼, ଏଟା ଅନୁଭବ କରିବା ପାଇଁ ରସପ୍ରିୟ ଭଗବାନ ରସାସ୍ୱାଦନ ନିମନ୍ତେ ଆତ୍ମଗୋପନ କରିଛନ୍ତି। ଏବଂ କୃଷ୍ଣଙ୍କର ବିରହରେ ବିଚ୍ଛେଦରେ କୃଷ୍ଣଙ୍କୁ ନ ଦେଖି ସନ୍ତାନ ଟିକେ ନ ପାଇ ମା ଯେମିତି ତାର ବାତ୍ସଲ୍ୟ ଭାବ ପ୍ରକଟ କରେ, ତାର ହୃଦୟରେ ଥିବା ଶିଶୁ ପ୍ରତି ଯେଉଁ ସ୍ନେହ, ଶିଶୁକୁ କୂଳରେ ଧରିଥିଲା ବେଳେ ସେତେଟା ପ୍ରକାଶ ପାଏ ନା, ଶିଶୁ ନିକଟରେ ଖେଳୁଥିଲା ବୁଲିଲା ବେଳେ ସେଟା ପ୍ରକାଶ ପାଏ ନା, ବରଂ ତାର ଓଲଟା ପ୍ରକାଶ ପାଏ। ଏ କାହିଁ ଖେଳୁଛୁ, ମାରେ ଚଟକଣିଏ, ଗାଳି ଦିଏ, ଚୁଟି ଧରି ଟାଣି ଆଣେ, ଏଇଠି ବସ ବୋଲି କଡ଼ା କଟକଣାଗିରି କହେ, ବାତ୍ସଲ୍ୟଟା ପ୍ରକାଶ ପାଏ ନା, ଭିତରେ ଲୁଚିକିରି ଥାଏ। ତାର ସନ୍ତାନ ପ୍ରତି ଥିବା ବାତ୍ସଲ୍ୟ ତାର ହୃଦୟ ଭିତରେ ସୁପ୍ତ ଅବସ୍ଥାରେ ରହିଯାଏ। ଯେତେବେଳେ ତାର ସନ୍ତାନ ତା ନିକଟରେ ଖେଳୁଛି ବୁଲୁଛି, ସନ୍ତାନ ଯଦି କେତେବେଳେ ବିଚ୍ଛେଦିତ ହେଇଗଲା, ସେତିକି ବେଳେ ତାର ହୃଦୟରୁ ସେ ଆବେଗ ପ୍ରବାହିତ ହୁଏ। କୃଷ୍ଣ ଯେତେବେଳେ ଲୁଚିଗଲେ, ଅନ୍ତର୍ଧ୍ୟାନ ହେଇଗଲେ, ଆଉ ଦର୍ଶନ ହେଲା ନାହିଁ ତାଙ୍କର, ସେତିକି ବେଳେ ଗୋପାଙ୍ଗନା ମାନଙ୍କର ହୃଦୟରେ ଥିବା ସ୍ୱାଭାବିକ ସ୍ନେହ ଏ ପ୍ରକଟ ହେଇଗଲା। ମା ଯେମିତି ଝୁରେ ସନ୍ତାନକୁ, ସେମିତି ସେମାନେ ଝୁରିବାକୁ ଲାଗିଲେ। କେତେ ପରିମାଣରେ, କେତେ ଦୂର ସେମାନେ କୃଷ୍ଣଙ୍କୁ ଭଲ ପାଉଛନ୍ତି, କେମିତି କେମିତି ତାଙ୍କ ସାଥିରେ ବୁଲୁଥିଲେ, କଣ କଣ କୃଷ୍ଣଙ୍କ ପାଖରେ ଗୁଣ ଅଛି, କେଉଁ କେଉଁ ଗୁଣରେ ସେମାନେ ନିଜକୁ ସମର୍ପଣ କରିଦେଇଥିଲେ କୃଷ୍ଣ ଚରଣାରବିନ୍ଦରେ, ଏ ସବୁଗୁଡ଼ିକ ସ୍ମରଣ କରି ଗୁଣଗାନ କରି ଯେ ବୁଲୁଛନ୍ତି, ସେଇଟା ସେ ଲୁଚିକିରି ରହିକିରି ଭୋଗ କରୁଛନ୍ତି। କେମିତି ମୋତେ ଏମାନେ ଭଲ ପାଉଛନ୍ତି, ମୋ ପ୍ରତି ଆଙ୍କ ହୃଦୟରେ କଣ ଅଛି, ସାମ୍ନାରେ ଥିଲେ ତ ଏଟା ବାହାରିବନି, ସାମ୍ନାରେ ଥିଲେ ସେଟା ବାହାରିବନି, ସେ ମୁଣି ଖୋଲିବନି। ଯେମିତି ଶିଶୁ ଖେଳୁଥିଲେ ବୁଲୁଥିଲେ ପାଖରେ, ମା ଗାଳି ଦଉଛି, ମାରୁଛି, ତାର ବାତ୍ସଲ୍ୟର ମୁଣି ଖୋଲୁନି, ସେମିତି କୃଷ୍ଣ ନିକଟରେ ଥିବା ପର୍ଯ୍ୟନ୍ତ ଏମାନେ ଶୃଙ୍ଗାର ରସରେ ମଜ୍ଜିକିରି ରହିଥିଲେ ମଧ୍ୟ କୃଷ୍ଣଙ୍କ ସହ ବିଚ୍ଛେଦିତ ନହେଲେ, ଝୁରିବା ନହେଲେ ପ୍ରକାଶ ପାଇବନି, ଏଣୁ ଲୁକ୍କାୟିତ ଅବସ୍ଥାରେ ଅଛନ୍ତି। ଏବଂ ବ୍ରଜାଙ୍ଗନା ମାନେ ନିଜ ଅନ୍ତର୍ଗତର ଭାବ ବ୍ୟକ୍ତ କରୁଛନ୍ତି। ପ୍ରସଙ୍ଗ କ୍ରମେ ବ୍ରଜାଙ୍ଗନା ମାନେ କହୁଛନ୍ତି, ଶ୍ୟାମ ତୁମେ ଏପରି, ତୁମେ ଏପରି, ତୁମେ ୟା କରିଛ, ତୁମେ ୟା କରିଛ, ବହୁତ କଥା କହି ଆସିଲେ। ପରିଶେଷରେ କଥାମୃତର ଗୁଣଗାନ କରୁଛନ୍ତି। ତୁମ କଥାମୃତ, ତୁମେ ଏଇଭଳିଆ ସ୍ୱରୂପ ଯେ, ଏଇଭଳିଆ ବ୍ୟକ୍ତିତ୍ୱ ଯେ, ତୁମ କଥାମୃତ ହିଁ ପରମ ତୃପ୍ତିଦାୟକ ହୁଏ। ମୋକ୍ଷାମୃତ ଓ ସ୍ୱର୍ଗାମୃତକୁ ତୁଚ୍ଛ କରି ତୁମ କଥାମୃତର ମହିମା, ତୁମ କଥାମୃତର ଶକ୍ତି କେତେ ତୀବ୍ର, କେତେ ମହାନ, କେତେ ପବିତ୍ର, ଆମେ ବହୁତ ଦିନ ଧରି ଏ ଶ୍ଲୋକ ଟିକେ ଆଲୋଚନା କରି ଆସୁଛେ। ଏଇଟା ଆମର ପ୍ରୟୋଜନୀୟ ପଦାର୍ଥ ବୋଲି। ତବ କଥାମୃତଂ ତପ୍ତ ଜୀବନମ୍, କେତେ ଆଲୋଚନା କରିଛେ, 2 ଦିନ 3 ଦିନ ଲେଖେ ଗୋଟିଏ ଗୋଟିଏ ପଦକୁ। ତପ୍ତ ଜୀବନକୁ, ଜଳି ଯାଉଥିବା ପ୍ରାଣକୁ କେମିତି ଶୀତଳ କରିଦିଏ କଥାମୃତ, ଜଳି ଯାଉଥିବା ପ୍ରାଣକୁ ଶୀତଳ କରିଦିଏ। ତବ କଥାମୃତ ତପ୍ତ ଜୀବନମ୍ କବିଭିରୁଡ଼ିତମ୍, ବ୍ରହ୍ମଜ୍ଞ ମାନେ ନିର୍ଗ୍ରନ୍ଥ ଆତ୍ମାରାମ ମୁନି ଋଷି ମାନେ
ଯାହାର କିଛି ଆବଶ୍ୟକ ନାହିଁ, ଅର୍ଥାତ ବ୍ରହ୍ମଲୀନ ପୁରୁଷ ଗଣ ମଧ୍ୟ କିପରି କଥାମୃତକୁ ଲୋଭ କରନ୍ତି। ଯେଉଁମାନେ ବ୍ରହ୍ମଲୀନ ହେଇଗଲେ ତାଙ୍କର ଆଉ କିଛି ଆବଶ୍ୟକ ନାହିଁ। ଆତ୍ମାରାମାଶ୍ଚ ମୁନୟ ନିର୍ଗ୍ରନ୍ଥା ଅପ୍ୟୁରୁକ୍ରମେ କୁର୍ବନ୍ତି ଅହେତୁକିଂ ଭଗତିଂ ଏଥମ୍ଭୂତ ଗୁଣୋ ହରି। ହରିଙ୍କର ଏମିତି ଗୋଟେ କିଛି ଗୁଣ ଅଛି ଯେ ତାଙ୍କ କଥାମୃତରେ ବ୍ରହ୍ମଲୀନ ଯୋଗୀ ଋଷି ମାନେ ମଧ୍ୟ ଯାହାଙ୍କର କିଛି ଆବଶ୍ୟକ ନଥାଏ, ବ୍ରହ୍ମରେ ତଲ୍ଲୀନ ହେଲେ ସେମାନେ ମଧ୍ୟ ବ୍ରହ୍ମଲୀନ ଅବସ୍ଥାକୁ ପରିତ୍ୟାଗ କରି, ସମାଧି ପରିତ୍ୟାଗ କରି କଥାରେ ମଜ୍ଜି ଯାଆନ୍ତି। ସମାଧିତ ଅବସ୍ଥାରେ ଯେଉଁ ସୁଖ ସେମାନେ ଆସ୍ୱାଦନ କରନ୍ତି, କଥାମୃତରେ ତାଠାରୁ ଅଧିକତର କିଛି ଆସ୍ୱାଦନ କରନ୍ତି ବୋଲି ଟାଣି ହେଇ ପଳେଇ ଆସନ୍ତି କଥାମୃତକୁ। ଜୀବନ ମୁକୁତ ବ୍ରହ୍ମପର କଥା ସୁନହିତ ଯେ ଧ୍ୟାନ, ଗୋସାଇଁଜୀ ନିର୍ଣ୍ଣୟ କରୁଛନ୍ତି। କଥା ସୁନହିତ ଯେ ଧ୍ୟାନ, ଧ୍ୟାନ ସମାଧି ପରିତ୍ୟାଗ କରି କଥା ଶୁଣନ୍ତି। କବି ଭିରୁଡ଼ିତମ୍ କଳମଶାପହମ୍ ପ୍ରାରବ୍ଧ ପର୍ଯ୍ୟନ୍ତ, କର୍ମର ବୀଜ ପର୍ଯ୍ୟନ୍ତ ସବୁ କିଛି କ୍ଷୟ କରିବାର ଶକ୍ତି କଥାମୃତର ହିଁ କେବଳ ଅଛି। ଜ୍ଞାନ ଯୋଗ ପାରନ୍ତି ନାହିଁ। କର୍ମ କ୍ଷୟ କରିବାକୁ ସେମାନଙ୍କ ପାଖରେ କୌଣସି ଶକ୍ତି ନାହିଁ। ବ୍ରହ୍ମଜ୍ଞ ପୁରୁଷ, ବ୍ରହ୍ମ ପ୍ରାପ୍ତ ପୁରୁଷ ସ୍ୱକର୍ମ ଫଳ ଭୋଗ କରିବା ପାଇଁ 6 ମାସ 8 ମାସ ରହେ ପରା। ଜଣେ ବ୍ୟକ୍ତି ବ୍ରହ୍ମଜ୍ଞ ପୁରୁଷ ଜଣେ ବ୍ରହ୍ମ ପ୍ରାପ୍ତି ହେଇଗଲା, ତଥାପି ବ୍ରହ୍ମରେ ବିଲୀନ ହୋଇପାରନ୍ତି ନାହିଁ। କିଛି ଦିନ ଅବସ୍ଥାନ କରିବାକୁ ହୁଏ, ସେଇ ପିରିୟଡଟାକୁ ଜୀବନ ମୁକ୍ତ ଅବସ୍ଥା କହନ୍ତି। ସେ ସମୟଟାରେ ସେ କାହିଁ ରହନ୍ତି? ତମର ତ କାମ ସରିଲା, ତମେ ବ୍ରହ୍ମରେ ବିଲୀନ ହବା କଥା ହେଇଯିବ, କାହିଁକି ଅପେକ୍ଷା କରିଛ? କିଛି କର୍ମଫଳ ବାକି ରହିଯାଇଛି। କଣ ତମର ବ୍ରହ୍ମଜ୍ଞାନ କି କର୍ମ ପୂର୍ବ କର୍ମକୁ କ୍ଷୟ କଲାନି? ନା, ବ୍ରହ୍ମଜ୍ଞାନ ତାକୁ ଛୁଉନି। ଆଗାମୀ କର୍ମ ଗୁଡାକର ଫଳ ଦବନି ସେ, କିନ୍ତୁ ପୂର୍ବରୁ ଘଟି ଯାଇଥିବା କର୍ମ ଯାହା ସଞ୍ଚିତରେ ଅଛି ସେଗୁଡାକ ଭୋଗ ହେଇଯିବା ଦରକାର। ସେଟା ଭୋଗ ସରିଲେ ଯାଇ ଲୀନ ହବ। সেই সময়টাକୁ ଜୀବନ ମୁକ୍ତ ଅବସ୍ଥା କୁହାଯାଏ। ଅନେକ ଜୀବନ ମୁକ୍ତ ପୁରୁଷ ଭୂମିରେ ବୁଲୁଥାନ୍ତି, ତାକୁ ସବୁ ଆମେ ଆଲୋଚନା କରି ଆସିଛେ ନାଇଁ କି? କବି ଭିରୁଡ଼ିତମ୍ କଳମଶାପହମ୍ ଶ୍ରବଣ ମଙ୍ଗଳମ୍। ଜୀବନ ମଙ୍ଗଳ ହୁଏ କଥା ଶ୍ରବଣରେ। ପରମ ମଙ୍ଗଳ, ପରମ ମଙ୍ଗଳ ଏ ବାଣୀ। ଜଗନ୍ନାଥ ଦାସ ଗୋଟିଏ ପଦ ଲେଖିଛନ୍ତି, ପରମ ମଙ୍ଗଳ ଏ ବାଣୀ। କଣ ସୁଜନେ ପିବ ଅନୁକ୍ଷଣେ, ତାକୁ ନିରନ୍ତର ପାନ କର। ମୁହୁରହ ରସିକା ଭୁବି ଭାବିକା ପାନ କର। ଯାହା ହଉ ଗରୁଡ଼ ପ୍ରଭୃତି, ସତୀ ପ୍ରଭୃତି ଏମାନଙ୍କ ପାଇଁ ମୁଖ୍ୟାମୃତ ସ୍ୱର୍ଗାମୃତ ଦୁର୍ଲଭ ନୁହେଁ। ତାଙ୍କ ହାତ ମୁଠାରେ ଥିବା ଜିନିଷ ଗରୁଡ଼ଙ୍କ ପାଇଁ। ଗରୁଡ଼ଙ୍କ ଜୀବନରେ ଯେତେବେଳେ ଅମଙ୍ଗଳ ଆସି ପହଞ୍ଚିଲା, ସତୀଙ୍କ ଜୀବନରେ ଯେତେବେଳେ ଅମଙ୍ଗଳ ଆସି ପହଞ୍ଚିଲା, ଆହୁରି କାହାର କାହାର କଥା ଆମେ ଚିନ୍ତା କରିଛେ, ଅମଙ୍ଗଳ ସବୁ ଆସି ପହଞ୍ଚିଲା। ସେ ଅମଙ୍ଗଳ ଦୂର କରିବା ପାଇଁ ଏମାନଙ୍କ ପାଖରେ ତ ସ୍ୱର୍ଗାମୃତ ତାଙ୍କ ହାତ ତଳର କଥା। ସ୍ୱର୍ଗଟା ସେମାନଙ୍କ ପାଇଁ କେତେ? ମୁଖ୍ୟାମୃତ ମଧ୍ୟ ସେମାନଙ୍କ ପାଇଁ ଦୁର୍ଲଭ ନାହିଁ। କିନ୍ତୁ ମୁଖ୍ୟାମୃତ ଓ ସ୍ୱର୍ଗାମୃତ ଦୁଇ ଅମୃତ ସେମାନଙ୍କର ଅମଙ୍ଗଳ ନିବାରଣ କରିପାରିଲେ ନାହିଁ। ସେମାନଙ୍କୁ କୋଉଠିକାର ଆଶ୍ରୟ ନେବାକୁ ପଡ଼ିଲା? କଥାମୃତର ଆଶ୍ରୟ ନେବାକୁ ପଡ଼ିଲା। ଶେଷରେ ସେମାନଙ୍କୁ କଥାମୃତର ଆଶ୍ରୟ ନେବାକୁ ପଡ଼ିଲା, ନାଇଁକି? ଆମର କୃଷ୍ଣାନନ୍ଦଜୀ ମହାରାଜ ଏଠି କଣ ନିର୍ଣ୍ଣୟ କରିଥିଲେ?
ବୋଧେ 2-4 ଦିନ ତଳେ ଆମର ସେ କଥା ପଡ଼ିଥିଲା ତ 5-7 ଦିନ ତଳେ ତାଙ୍କର ଝାଞ୍ଜିପିଟାରେ ଅନ୍ତିମ ଭାଗବତ ଚର୍ଚ୍ଚାରେ ଆମେ ତାଙ୍କୁ ଦେଇଥିଲୁ ତବ କଥାମୃତ। ଏତିକି ବିଷୟ ୟାର ଉପରେ କହିବା ପାଇଁ। ଯେତେବେଳେ କୃଷ୍ଣ ପଚାରିଲେ ଏଇ ଲୁଚି ରହିବା ପରେ ପୁଣି ଆଉ ଥରେ ପ୍ରକାଶ ପାଇଲେ, ଉଭୟ ମିଶିଲେ ପରସ୍ପର, ତ ଗୋପାଙ୍ଗନା ମାନେ ଖୁବ ଗାଳି ଦେଲେ, ନାନା ପ୍ରକାର କଟୁ କଥା କହିଲେ, କେତେ 4ଟି ପ୍ରଶ୍ନ ପଚାରିଲେ ମଧ୍ୟ, ଏବଂ ଗୋଟେ ଆସନ ଦେଇଥିଲେ। ସେ ଆସନଟା ଆଉ କୋଉଠି ହେଲେ ଆପଣମାନେ ପାଇବେନି ଭଗବାନଙ୍କ ପାଇଁ ଏମିତି ଆସନ। ଭଗବାନ ମଧ୍ୟ କେବେ ଏମିତି ଆସନରେ ବସି ନାହାନ୍ତି। ବ୍ରଜାଙ୍ଗନା ମାନେ ନଦୀ ବାଲିରେ ଥିଲେ ତ କୃଷ୍ଣ ସେଠି ପ୍ରକାଶ ପାଇଲେ, କୋଉ ଆସନରେ ବସେଇଲେ? ନିଜର ଶରୀରରେ ଥିବା ଉତ୍ତରୀୟ। ସେ ଉତ୍ତରୀୟରେ କଣ ଲାଗିଛି? ନୟନର ଅଶ୍ରୁରେ ଭେଜିଛି। ନୟନରେ ଥିବା କଜ୍ୱଳ ସବୁ ଧୋଇ ହେଇକିରି ଆସି କଳା ହେଇଯାଇଛି। ସବୁ କଳା ଚିହ୍ନ ଅଛି କଜ୍ୱଳ ଲାଗିକିରି। ଯେଉଁ ରେଶମୀ ଉତ୍ତରୀୟ ବ୍ରଜାଙ୍ଗନା ମାନେ ଦେହରେ ପକେଇଥିଲେ, ବସ୍ତ୍ର ଆଉ ଉତ୍ତରୀୟ କାନ୍ଧରେ ଯୋଉଠି ପକାନ୍ତି ପତଳା ରେଶମୀ ଝଲମଲ କପଡ଼ା, ତା ଦେହରେ କଣ ବୋଳି ହେଇଛି? ନୟନର ଅଶ୍ରୁ ସହ କଜ୍ୱଳ ବହି ଆସି କେତେକ ଜାଗାରେ ଲିପ୍ତ ହେଇଯାଇଛି। ଆଉ କଣ ଲାଗିଛି? ଗୋଟିଏ ପାର୍ଶ୍ୱରେ ନୟନର ଅଶ୍ରୁ, ଅପର ପାର୍ଶ୍ୱରେ କୁଚ କୁଙ୍କୁମ। ହୃଦୟରେ ବୋଳିଥିବା କୁଙ୍କୁମ ସେ ଆର୍ଦ୍ର ହେଇକିରି, ନୟନର ଅଶ୍ରୁ ଯେତେବେଳେ ବସ୍ତ୍ର ଆର୍ଦ୍ର ହେଇଛି, ସେ କୁଙ୍କୁମ ଛାଡ଼ି ଗୋଟିଏ ପାଖରେ ବୋଳି ହେଇଛି। ସେମାନଙ୍କର କୁଚ କୁଙ୍କୁମ ଓ ନୟନର କଜ୍ୱଳ ଦ୍ୱାରା ବିଳସିତ ଅଶ୍ରୁ ସିକ୍ତ ଉତ୍ତରୀୟ ବସ୍ତ୍ର ଗୋଟିଏ, ତାପରେ ଆଉ ଗୋଟିଏ, ତାପରେ ଗୋଟେ ସମସ୍ତେ ଥୋଇ ଦେଇଛନ୍ତି। ତାପରେ କୃଷ୍ଣ ବସିଛନ୍ତି। ସେ ସହସ୍ର ଉତ୍ତରୀୟ ସବୁ ପଡ଼ିଛି, ତାପରେ କୃଷ୍ଣ ବସିଛନ୍ତି। ୟାଠୁ ବଡ଼ ଆସନ ଆମେ ଆଉ କିଛି ଦେଇପାରିବା? ୟାଠାରୁ ବଡ଼ ଆସନ ଆଉ କିଛି ସମ୍ଭବ? ଏଇଟା ରସସିକ୍ତ ପ୍ରାଣରେ ୟାର ମୂଲ୍ୟ ବୁଝି ହବ। ବସିଲେ ସେଇଠି କୃଷ୍ଣ ଗୋଟେ କଟୁ କଥା କହିଲେ। ତୁମେ କେମିତି ବଞ୍ଚିଥିଲ? ପ୍ରେମ ଏମିତି ଗୋଟିଏ ଜିନିଷ ବିଚ୍ଛୁରିତ ହେଲେ ତ ପ୍ରେମୀ ବଞ୍ଚେ ନା। ପ୍ରେମର ଯେ 2 ଜଣ ରହିଲେ, ଗୋଟିଏ ଜଣଙ୍କୁ କୁହାଯାଏ ପ୍ରେମୀ, ଜଣଙ୍କୁ କୁହାଯାଏ ପ୍ରେମାସ୍ପଦ। ପ୍ରେମୀ ଓ ପ୍ରେମାସ୍ପଦ। କୃଷ୍ଣ ହେଉଛନ୍ତି ପ୍ରେମାସ୍ପଦ, ପ୍ରେମର ସ୍ଥାନ, ଓ ପ୍ରେମୀ ହେଉଛନ୍ତି ଗୋପାଙ୍ଗନାଗଣ, ଯେନ ହୃଦୟରେ କୃଷ୍ଣଙ୍କ ପ୍ରତି ପ୍ରେମ ବହନ କରିଛନ୍ତି। ପ୍ରେମୀ ହେଉଛନ୍ତି ବ୍ରଜାଙ୍ଗନାଗଣ, କୃଷ୍ଣ ହେଉଛନ୍ତି ପ୍ରେମର ସ୍ଥଳ, ପ୍ରେମାସ୍ପଦ। ତ ବିଚ୍ଛେଦ ହେଲେ, ବାସ୍ତବ ପ୍ରେମ ଯଦି ଥାଏ, ତାହେଲେ ପ୍ରେମୀ ବଞ୍ଚେ ନା, ତା ପ୍ରାଣ ଚାଲିଯାଏ। ତୁମେ କେମିତି ବଞ୍ଚିଛ କଥା ପଚାରିଲେ, ତୁମେ କେମିତି ବଞ୍ଚିଛ? ନାଇଁ କି? ପ୍ରାଣ ଯିବା ସ୍ୱାଭାବିକ। ଜଣେ ମଲେ ଯାଇ ଆଉ ଜଣେ ବଞ୍ଚିବ, ନହେଲେ ବଞ୍ଚିବନି। ପ୍ରେମ କେମିତିକା ଜିନିଷ? ଏ ଜଗତରେ ତ ପ୍ରେମ ନାହିଁ। ମର୍ତ୍ତ୍ୟ ଜଗତରେ ପ୍ରାୟ ପ୍ରେମ ଥାଏ ନା, ତାର ଛିଟା ଟିକେ ଛାୟା କାଁ ଭାଁ କୋଉଠି ଏଇ ଦେଖିବାକୁ ମିଳେ ସାମାନ୍ୟତଃ। ନହେଲେ ଜଗତରେ, ମର୍ତ୍ତ୍ୟ ଜଗତରେ ପ୍ରେମର ଅବସ୍ଥାନ ନାହିଁ। ଜଗତର ପ୍ରେମଟା ହଉଛି କାମ କଳୁଷିତ, ମର୍ତ୍ତ୍ୟ ଜଗତ ତ। ତେଣୁ ସେ ତାର ତୀବ୍ରତା ନାହିଁ, ତାର ତୀକ୍ଷ୍ଣତା ନାହିଁ। ତେଣୁ ଆମେ ମର୍ତ୍ତ୍ୟରେ ଉପମା ଉଦାହରଣ କୋଉଠୁ ପାଇବା? ପ୍ରେମଟା କି ଭଳିଆ?
ଖୋଜି ଖୋଜି ଦାର୍ଶନିକ ମାନେ ଗୋଟିଏ ଉଦାହରଣ ପାଇଛନ୍ତି। କ୍ଷୀର ନୀର ପ୍ରୀତି ବୋଲି କହିଛନ୍ତି। କ୍ଷୀର ସହିତ ନୀର ଯେମିତି ମିଶିଯାଏ, ଆଉ କିଛି ପ୍ରଭେଦ ନାହିଁ। ଆଉ ପ୍ରଭେଦ ରହିଲା କି କିଛି? କ୍ଷୀରରେ ଯଦି ପାଣି ଟିକେ ମିଶିଗଲା, ସେ କେମିତି ଏକାକାର ହେଇଯାଉଛି, ଗୋଟିଏ ପଦାର୍ଥ ହେଇଯାଉଛନ୍ତି। ଆଉ ଭିନ୍ନତା ଅଛି? ଅଧ କିଲୋ କ୍ଷୀର ଅଛି, ସେଥିରେ ପୋଷେ ପାଣି ଆପଣ ମିଶେଇ ଦେବେ, ପାଣି ପୋଷେ ମିଶେଇ ଦେବେ, ସେଠି ଆଉ କିଛି ଅଲଗା ବିଭେଦ ରହିବ? କ୍ଷୀର ଆଉ ପାଣିର କିଛି ବିଭେଦ ରହିଲା କି? ଗୋଟିଏ ପଦାର୍ଥ ଯେମିତି ହେଇଯାଏ, ତଦ୍ରୂପ ପ୍ରେମରେ ପ୍ରେମ୍ୟ ଓ ପ୍ରେମାସ୍ପଦ ଦିଟା ହେଇ ଆଉ ରହନ୍ତିନି। କାମରେ ରହେ ଦିଟା ହେଇ, କାହିଁକିନା କାମରେ ସ୍ୱସ୍ୱାର୍ଥ ବାସନା ଥିବାରୁ, ସ୍ୱ ଇନ୍ଦ୍ରିୟ ଲାଳସା ଥିବାରୁ ବିଭେଦଟା ରହେ। କିନ୍ତୁ ପ୍ରେମରେ ସ୍ୱ ଇନ୍ଦ୍ରିୟ ଲାଳସା ନଥିବାରୁ ଏ ହେଉଛି ପ୍ରେମ ଆଉ କାମର ଅଭେଦ। କ୍ଷୀର ଓ ନୀର ଯେମିତି ଗୋଟିଏ ପଦାର୍ଥ ହେଇଗଲେ ଆଉ କୌଣସି ବାଟେ ଅଲଗା କରି ହେଲାନି, ଏ ଦୁଇଟି ପଦାର୍ଥ ଏକତ୍ର ହେଇ ଯୋଉ ବନ୍ଧୁତା ର ପ୍ରମାଣ ଦେଲେ ମନୁଷ୍ୟ ସମାଜକୁ ଦେଖ ଦେଖ ବନ୍ଧୁତା କିପରି, ପ୍ରେମ କିପରି ପଦାର୍ଥ, ଆମେ କେମିତି ମିଶିଲୁ, ଆଉ ତୁମେ ଆମକୁ ଅଲଗା କରିପାରିବନି। ତାଙ୍କ ଆଚରଣ କେମିତି? କ୍ଷୀର ଓ ନୀରର କ୍ଷୀର ନୀର ପ୍ରୀତି ନୁହଇ କହି, ଏକ ବିନୁଆର ହୁଇ ଦହି, ତାପଲ ଭିଗ୍ନିର କ୍ଷୀର ଭଜଇ ଶେଷ, ତା ବନ୍ଧୁ ଅନଳେ ଦିଅଇ ଝାସ ଯେ। କବି ଲେଖିଛନ୍ତି ତାକୁ ଓଡ଼ିଆ ଭାଷାରେ, କୋଉ କାଳର କଥା ମନେ ହଉ। କ୍ଷୀର ଟିକେ ପାଣି ଟିକେ ମିଶେଇ ଦେଲେ ଅଧ ଅଧ କିଲେ ଚୁଲିରେ ବସେଇକିରି ଆଉଟିଲେ, ତାପ ଯେତେବେଳେ ଲାଗିଲା ତଳୁ, ନୀର ସରିବାକୁ ଲାଗିଲା, ନାଇଁ କି ବାମ୍ଫ ହେଇକିରି ଉଡିଗଲା। କ୍ଷୀର ଦେଖିଲା ତା ବନ୍ଧୁ ଲୋପ ପାଇଯାଉଛି, କ୍ଷୟ ହେଇଯାଉଛି। ଶେଷକୁ ମୋ ବନ୍ଧୁ ଯଦି ପୋଡ଼ି ମଲା ଅଗ୍ନିର ତାପରେ ଉଡିଗଲା, ମୁଁ ମଞ୍ଚି ଥାଇକିରି ଆଉ କି ଲାଭ? ସାଙ୍ଗେ ସାଙ୍ଗେ ଉତ୍ତରିକିରି ଚୁଲିରେ ବସି ଯାଉଛି, ତା ବନ୍ଧୁ ଅନଳେ ଦିଅ ଯାସ, ନାଇଁ କି? ପ୍ରିୟ ପ୍ରାପ୍ତି ବିନୁ ଶାନ୍ତି ନ ଲଭଇ ନାନା ଯତନୁ, ପ୍ରିୟ ପ୍ରାପ୍ତି ବିନୁ। ତାର ବନ୍ଧୁକୁ ପାଇଲେ ଯାଇ ସିନା ଶାନ୍ତ ହବ ସିଏ, ନହେଲେ ସେମିତି ଉତ୍ତରିକିରି ଚୁଲିରେ ବସୁଥିବ, ମୁଠେ ପାଣି ଯଦି ପକେଇଦବା ତା ବନ୍ଧୁକୁ ଫେରି ପାଇଲା ପୁଣି ଶାନ୍ତ ହେଇଯିବ। କେଡ଼େ ସୁନ୍ଦର ଉଦାହରଣଟିଏ ସଂଗ୍ରହ କରିଛନ୍ତି। ଏ ଜଗତରେ ପ୍ରେମର ଆଚରଣ ଦେଖେଇବା ପାଇଁ, ପ୍ରେମର ଆଚରଣ ଦେଖେଇବା ପାଇଁ କେଡ଼େ ସୁନ୍ଦର ଉଦାହରଣଟିଏ ସୃଷ୍ଟି କରିଛନ୍ତି, ଦେଖିଛନ୍ତି। ଏଟା ତ ଅଛି ଆମର ଘରେ ଘରେ, ୟାଠୁ ତ ବୋଧେ ଆମେ ସହଜ ଉଦାହରଣ ଆଉ କିଛି ପାଇବାନି ବୁଝିବା ପାଇଁ। କ୍ଷୀର ପାଣି ମିଶିକିରି, ଆଚ୍ଛା ଆପଣ ଖାଲି କ୍ଷୀର ଚୁଲିରେ ବସେଇଲେ ସେ ଓଲଟିବ ନା ଉତରିବ କି? ପାଣି ସହ ମିଶେଇଲେ ତ ଫୁଟିବ, ଫୁଟିକିରି ତାପରେ ଉତରି ଆସିବ। ଯେମିତି ଉତରି ଯିବ, କାହିଁକି ସେ ଉତରି ଯାଉଛି? କବି ପ୍ରେକ୍ଷା କରୁଛନ୍ତି, ଉଦାହରଣ ଦେବେ ତ। ଯେତେବେଳେ ତାପ ଲାଗି ତାତି ବାଜିକିରି ପାଣିଟା ବାମ୍ଫ ହୋଇକିରି ଉଡି ଉଡି ଗଲା, କ୍ଷୀର ଦେଖିଲା ତା ବନ୍ଧୁ ସରି ସରି ଯାଉଛି, କ୍ଷୟ ହେଇଯାଉଛି, ଲୋପ ପାଇବାକୁ ବସିଛି, ମୁଁ ବଞ୍ଚି ଥାଇକିରି ଆଉ ଲାଭ କଣ? ମୋ ବନ୍ଧୁ ଯଦି ଅଗ୍ନିରେ ପୋଡ଼ି ମଲା, ମୁଁ ମଧ୍ୟ ଅଗ୍ନିରେ ଝାସ ଦେବି ବୋଲି ବସୁଛି। ପୁଣି ପାଣି ଟିକେ ଛିଞ୍ଚିଲେ ପାଇଲେ,
ଯେତେବେଳେ ଫେରି ପାଉଛି ଆଉ ଥରେ ତାର ବନ୍ଧୁକୁ ସେତେବେଳେ ଶାନ୍ତ ହେଇଯାଉଛି। କେତେ ସୁନ୍ଦର ଉଦାହରଣ ଏଇଭଳିଆ ଯେଉଁ ପ୍ରେମ, ସେ ପ୍ରେମକୁ ପ୍ରକାଶ କରିବା ନିମନ୍ତେ ଜଗତରେ ଭଗବାନଙ୍କର ଲୀଳା। ମୋତେ ଏପରି ଭଲ ପାଅ, ମୋତେ ଏପରି ଭଲ ପାଅ, ତମକୁ କିଛି କରିବା ଆବଶ୍ୟକ ନାହିଁ, ଭଜନ ଆବଶ୍ୟକ ନାହିଁ, ସାଧନ ଆବଶ୍ୟକ ନାହିଁ, ଯୋଗ ନାହିଁ, ଜ୍ଞାନ ନାହିଁ, କିଛି ନାହିଁ। ସେଗୁଡାକ ବଡ କଠିନ ପଦାର୍ଥ। ସେଗୁଡିକ ସବୁ କେବଳ ତୁମକୁ ଶୋଧନ କରିବା ପାଇଁ କି ଉଦ୍ଦିଷ୍ଟ। ତୁମେ ଶୁଦ୍ଧ ହେଇଗଲେ ମୋତେ ଏଇଭଳିଆ ଭଲ ପାଇବ ବୋଲି ମୁଁ ବେଦରେ ଏଗୁଡାକ କହିଛି। ତୁମେ ସେସବୁ କିଛି କର ନା, ଖାଲି ମୋତେ ଭଲ ପାଇବାକୁ ଅଭ୍ୟାସ କର। ପ୍ରଭୁ, ଆମେ ଶୁଦ୍ଧ ନ ହେଇ ଯୋଗ ଜ୍ଞାନର ଆଶ୍ରୟ ନ ନେଇ ଆପଣଙ୍କୁ କଣ ଭଲ ପାଇବୁ କି, ପାଇପାରିବୁ କି? ହଁ, ପାଇପାରିବ। ତମେ ଅଭ୍ୟାସ କର। ଯୋଗ ଜ୍ଞାନକୁ ଆଶ୍ରୟ କରିବା ଦରକାର ନାହିଁ। ତମେ ଖାଲି ମୋତେ ଭଲ ପାଇବାଟି ଯଦି ଅଭ୍ୟାସ କରିବ, ଯୋଗର ସିଦ୍ଧି, ଜ୍ଞାନର ସିଦ୍ଧି ସବୁ ଆସିକିରି ଆପେ ପହଞ୍ଚିବ, ସବୁ ଆସି ପହଞ୍ଚିବ, ଆପେ ଆପେ ଆସିବେ। ଏବଂ ଏ ଭଲ ପାଇବା ମୋତେ ଯେତେବେଳେ ତୀବ୍ର ହେଇଯିବ, କେତେ କେତେ କଥା ଆମର ରହିଛି ପୁରାଣ ମାନଙ୍କରେ। ଭଗବାନଙ୍କୁ ଯିଏ ପ୍ରାଣ ଦେଇ ଭଲ ପାଇଛି, କିଭଳିଆ ତାର ଜୀବନ, କିଭଳିଆ ଅଲୌକିକ ଅବସ୍ଥା ସୃଷ୍ଟି ହେଇଛି। ସେ ପ୍ରେମର ରହସ୍ୟ, ପ୍ରେମୀର ହୃଦୟରେ କେତେ ଭାବ ଅଛି, ତାକୁ ଶୁଣିବା ପାଇଁ ଲୁଚିକିରି ଭଗବାନ ରସ ଭୋଗ କରୁଛନ୍ତି, ରସ ଭୋଗ କରୁଛନ୍ତି। ଯାହା ହଉ, କୃଷ୍ଣ କହିଲେ ଯମୁନା ବାଲିରେ ବସି ଗୋପାଙ୍ଗନା ମାନଙ୍କର ପ୍ରଦତ୍ତ ଉତ୍ତରୀୟ ଆସନ ଉପରେ ବସି କହିଲେ, ତୁମେ ମୋତେ ମୋଟେ ଭଲ ପାଉନା। ହଁ, ଯଦି ଭଲ ପାଉଥାନ୍ତ, ଦେଖ ବିଚ୍ଛେଦ ହେଇଯିବାରୁ ନୀରର କ୍ଷୀର କଣ ଗଲା, ଚୁଲିରେ ବସି ଆତ୍ମହତ୍ୟା କରିଦେଲା, ନିଜକୁ ପୋଡ଼ି ପକେଇଲା। ପ୍ରେମର ଅଭାବରେ ପ୍ରେମୀ ବଞ୍ଚି ପାରେ ନା। ତୁମେ କିପରି ବଞ୍ଚିଛ? ତୁମେ କିପରି ବଞ୍ଚିଛ? ଭୋଗ କଲା ପରେ ପ୍ରେମକୁ, ଆହୁରି ତାଙ୍କରି ମୁହଁରୁ କୌଶଳ ଶିଖୁଛନ୍ତି ଭଗବାନ। ତୁମେ କେମିତି ବଞ୍ଚିଛ? ଶ୍ୟାମ ସୁନ୍ଦର, ତୁମ କଥାକୁ ଆଶ୍ରୟ କରି ବଞ୍ଚିଛ। ତୁମକୁ ହରେଇଲା ପରେ ତୁମ କଥାକୁ ଆଶ୍ରୟ କରି ବଞ୍ଚିଛୁ। ତେବେ ଦେଖନ୍ତୁ, ଭଗବାନଙ୍କ ଅଭାବରେ ଭଗବାନଙ୍କ କଥା ତତ୍ତୁଲ୍ୟ ଆନନ୍ଦ ପ୍ରଦାନ କରୁଛି। ଭଗବାନଙ୍କ ଅଭାବରେ ଭଗବାନଙ୍କର କଥା। ଏଉଠି ଧ୍ରୁବ କହିଛନ୍ତି, ଆମେ କେତେଥର ଆଲୋଚନା କରିଛେ, ଧ୍ରୁବ ବୈକୁଣ୍ଠ ଗଲେନି, ମୁଁ ବୈକୁଣ୍ଠ ଯିବିନି ପ୍ରଭୁ, ଆପଣ ପଳାନ୍ତୁ। କିରେ, ଈଶ୍ୱରଙ୍କଠୁ ବିଚ୍ଛେଦିତ ହେବାକୁ ଚାହୁଁଛୁ? ନାଇଁ, ମୁଁ ଏମିତି ଗୋଟିଏ ଜାଗାକୁ ଯିବି ଯେ ଯୋଉଠି ଈଶ୍ୱର ବିଚ୍ଛେଦଟା ଅନୁଭବ ହବନି, ଈଶ୍ୱର ଥିବାଟା ହିଁ ଅନୁଭବ ହବ। ନାଇଁକି? କୋଉଠିକି ଯିବାକୁ ଚାହିଁଲେ, ଭକ୍ତି ମୁହୁ ପ୍ରବହତାଙ୍ଗ ତ୍ୱୟି ମେ ପ୍ରସଙ୍ଗ ଭୂୟାଦନନ୍ତ ମହଦା ମମଳାଶୟାନଂ ଜେନାଞ୍ଜସଲ୍ଲଣମରୁ ବ୍ୟସନଂ ଭବାବଧି ନେଶ୍ୟେ ଭବତ ଗୁଣ କଥା ପାନ ମତ୍ତ ଭବତ ଗୁଣ କଥା ମୃତ ପାନ ମତ୍ତ। ଆପଣଙ୍କ କଥାମୃତ, ଆପଣଙ୍କ ଗୁଣାମୃତ ପାନ କରିକିରି ଅନୁମତ୍ତ ଅବସ୍ଥାରେ ଯେତେବେଳେ ଆମେ ଥିବୁ, ତ ବଳ ବଢି ଯାଇଥିବ, ଆଉ ମରିବ କଣ? ଅଥବା କଥାମୃତ ନିଶ୍ଚୟ ଭବତ ଗୁଣ କଥା ମୃତ ପାନ ମତ୍ତ। ତାକୁ ପାନ କରିକିରି ସେ ଅମୃତ, କି ଅମୃତ ପାନ କରିବରେ? କଥାମୃତ, ଗୁଣାମୃତ। ଆପଣଙ୍କ ଗୁଣ ଗାନ ହଉଥିବ, ସାଧୁ ସଙ୍ଗରେ ବସି ଆପଣଙ୍କର କଥା ଗାନ ହଉଥିବ, ସେ ଅମୃତ ପାନ କରି ଆମେ ତ ଉନ୍ମତ୍ତ ଅବସ୍ଥାରେ ଥିବୁ, ମତୱାଲା ଅବସ୍ଥାରେ ଥିବୁ। ମତୱାଲା କିଏ? ଦୁର୍ବଳ, ରୋଗୀ, କଣ୍ଠାଗ୍ରତ ପ୍ରାଣ। ଯବାନ ଯିଏ ନୂତନ ଯୌବନରେ ପଦାର୍ପଣ କରୁଛି, ଏବେ ଖାତିର ଶରୀରର ଅଦମ୍ୟ ଶକ୍ତି, ମନର ଅଦମ୍ୟ ଉତ୍ସାହ, ଅଫୁରନ୍ତ ଉତ୍ସାହ, ସେମାନେ ଉନ୍ମାଦିତ ହୁଅନ୍ତି, ମତ୍ତ ହୁଅନ୍ତି। ସେ ଅବସ୍ଥାକୁ ଭଗବତ ବିରହ
ଅପେକ୍ଷା ରୂପକ ଦୁଃଖରୁ ଯୋଉଠି ପ୍ରାଣ ଚାଲି ଯାଆନ୍ତା ସେଠି ପ୍ରାଣକୁ ବଢେଇ ଦଉଛି କଥାମୃତ। ଶ୍ୟାମ ସୁନ୍ଦର ତୁମ କଥାମୃତକୁ ଆଶ୍ରୟ କରି ଆମେ ବଞ୍ଚି ଯାଇଛୁ ଏ ପର୍ଯ୍ୟନ୍ତ। ତୁମେ ଅନ୍ତର୍ହିତ ହେଲାଠୁ କେବଳ ତୁମ କଥା ତୁମ ଗୁଣ ଗାନ କରି କରି ଆମେ ଏ ପର୍ଯ୍ୟନ୍ତ ବଞ୍ଚିକରି ରହିଛୁ। ଅଥବା କଥାମୃତର ମୂଲ୍ୟ। ଆଉ ଗୋଟେ ପଦରେ ବ୍ରଜାଙ୍ଗନାଗଣ କହୁଛନ୍ତି ତବ କଥାମୃତମ ଶ୍ରବଣ ମଙ୍ଗଳମ। ଶ୍ରବଣ ମଙ୍ଗଳ ତ ଶୁଣିଲେ ଶ୍ରୀମଦାତତମ। ଶ୍ରୀମଦାତତମ ଶ୍ରୀମତ ଆତତମ। ଆତତ ପରିବ୍ୟାପ୍ତ ବ୍ୟାପକ। ଆତତ କହିଲେ ଏଟା ବ୍ୟାପକ ଏକଦମ ବ୍ୟାପି ଯାଇଥାଏ ଚତୁର୍ଦିଗରେ ଆତତ। ଏମିତି ବନ୍ୟା ସମୟରେ ପ୍ରଚଣ୍ଡ ବନ୍ୟା ସମୟରେ ପ୍ରଚୁର ଜଳ ରାଶି ଚତୁର୍ଦିଗରେ ବ୍ୟାପି ଯାଇଛି। ଜଳ ବ୍ୟାପକ ହେଇଯାଇଛି। ଗଛ ଲତା ନଦୀ ହୁଡା ସବୁ ବୁଡି ଯାଇଛି। ଖାଲି ଜଳ 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 ଚତୁର୍ଦିଗରେ ବ୍ୟାପକ ବ୍ୟାପୃତ। ଗୋଟିଏ ମେଳା ହଉଛି ରଥଯାତ୍ରା ହଉଛି ଯେମିତି ମନୁଷ୍ୟ ସର୍ବତ୍ର ପୁରୀ ସହର ଭିତରେ ବ୍ୟାପକ। ଯୁଆଡେ ଦେଖିଲେ ଗଳି କନ୍ଦି ସବୁଠି ଭିଡ ବ୍ୟାପକ। ଖୋଲିଯିବା ବ୍ୟାପି ଯିବା ଖେଳିଯିବା ପ୍ରସାରିତ ହେଇଯିବା। ଆତତମ ଶ୍ରୀମତ ଆତତମ। ଶ୍ୟାମ ସୁନ୍ଦର ତୁମ କଥାମୃତକୁ ଯିଏ ଆଶ୍ରୟ କରେ ତାର ଶ୍ରୀ ଚତୁର୍ଦିଗରେ ବ୍ୟାପିଯାଏ। ତାର ଶ୍ରୀ ଚତୁର୍ଦିଗରେ ବ୍ୟାପିଯାଏ। ଶ୍ରୀ କହିଲେ କଣ? ସମ୍ପତ। ଶ୍ରୀ କହିଲେ ସମ୍ପତ। ଆମେ ସମ୍ପତ ଶବ୍ଦଟାକୁ କେବଳ ଟଙ୍କା ପଇସା ଧାନ ଚାଉଳ ସୁନା ରୂପା ଗାଡି ଘୋଡା ଘର ଦ୍ୱାର ଜମିବାଡି ଏତିକି ଭିତରେ ଆମେ କ୍ଲୁପ୍ତ କରିଦଉଛେ। ଆମର ମସ୍ତିଷ୍କର ସୀମା ସେତିକି। ଆମେ ସେତିକି ପରିସୀମା ଭିତରେ ରହୁଛେ। କିନ୍ତୁ ସମ୍ପଦ କହିଲେ କଣ? ଏତିକି ସମ୍ପତ୍ତି କି ରୂପ କଣ ଗୋଟେ ସମ୍ପଦ ନୁହଁ? ବିଦ୍ୟା କଣ ସମ୍ପଦ ନୁହଁ? ନାଇଁ କି? ବିଦ୍ୟା ଅଟ ମହାଧନ। ବାଳକଙ୍କର ଉପାର୍ଜନ ବୋଲି ପିଲାଦିନୁ ଆମକୁ ଶିକ୍ଷା ଦେଲେ ଆଜିକାଲିର ଗୁରୁମାନେ ନୁହଁ। ସେ ଋଷି ଶ୍ରେଣୀୟ ଗୁରୁମାନେ କହିଲେ ଅତି ସରଳ ସହଜ ଭାଷାରେ ବିଦ୍ୟାଠୁ ବଳିକିରି ବଡ ଧନ ଆଉ କିଛି ନାହିଁ। ପିଲାଦିନଠୁ ୟାକୁ ସଂଗ୍ରହ କର। ଆଜ୍ଞା ଏଟା କଣ ହୀରା ନୀଳା ମୋତି ମାଣିକଠୁ ଆହୁରି ମୂଲ୍ୟବାନ? ନା ହଁ ରେ ବହୁ ମୂଲ୍ୟବାନ। ହୀରା ନୀଳା ମୋତି ମାଣିକ୍ୟ ବହୁ ମୂଲ୍ୟବାନ ବିଦ୍ୟାଧନ। କେମିତି ଆଜ୍ଞା? କେମିତି କି? ହୀରା ନୀଳା ମୋତି ମାଣିକ୍ୟ ଚୋର ନେଇଯାଇପାରେ, ଭାଇ ଭାଗ ନେଇଯାଇପାରେ, ବନ୍ୟାରେ ଭାସି ଯାଇପାରେ, ନିଆଁରେ ପୋଡି ଯାଇପାରେ, କିମ୍ବା ସେଇ ଜାତୀୟ ଅନ୍ୟାନ୍ୟ ଉଇ ଖତ ହେଇଯାଇପାରେ, ନାଇଁ କି? କିନ୍ତୁ ଏ ବିଦ୍ୟା ରୂପକ ଧନ ଏଥିରେ ଉଇ ଲାଗିବନି, ପାଣିରେ ବନ୍ୟାରେ ଭାସିଯିବନି, ନିଆଁରେ ପୋଡିଯିବନି, ଚୋର ଡକୈତ ଚୋରିକିରି ନେଇପାରିବେନି ଏ ଧନକୁ। କି ତିନି ଭାଇ ପାଞ୍ଚ ଭାଇ ଭାଗ ହେଲା ବେଳେ ଇଥିରୁ ଭାଗ କିଏ ନେଇଯିବି? ଗୋଟିଏ ଭାଇ ଯଦି ବିଦ୍ୱାନ ତା ବିଦ୍ୟାରୁ ଭାଗ ନେଇପାରିବେ ନାହିଁ। ନେ ବୋଲି କହିଲେ ମଧ୍ୟ ନେଇପାରିବେନି। ଆଉ ନାଇଁ ଯଦି ଜମିବାଡି ରୋଜଗାର କରୁଥିବ, ଭାଇ ଆର ଭାଇ ମାନେ କହିବେ ତୁ ବାପ ସମ୍ପତ୍ତି ରୁ ରୋଜଗାର କରିକି ଜମି କିଣିଥିଲୁ ନା କାହିଁକି ଦେବୁନି ଆମକୁ? ୟା ବ୍ୟତୀତ ବିଦ୍ୟାର ଆଉ ଗୋଟିଏ ଗୁଣ ଅଛି। ଅନ୍ୟାନ୍ୟ ଧନ ଦେଇ ପକେଇଲେ ସରି ସରିଯିବ। 1,00,000 ଟଙ୍କା ଅଛି କି 2 କିଲୋ ସୁନା ଅଛି, ଆମେ ଯଦି ବାଣ୍ଟି ବାଣ୍ଟି ଦେଲେ 5 ଜଣଙ୍କୁ 7 ଜଣଙ୍କୁ ସେ କମି କମିଯିବ। ଇଏ ଗୋଟେ ଏମିତି ଧନ ଯେ ତାକୁ ବାଣ୍ଟୁଥିଲେ ବଢୁଥିବ, ନାଇଁ କି? ଅଧ୍ୟୟନ ପରେ ଅଧ୍ୟାପନ ନା ଆଉ।
ज्योतिका आम पढ़ीचे ताको जो 5 जन आगे पढ़े देले सेटा बढ़ीगला आ से ज्ञानटा बढ़लानी 5 थर चर्चा करदे बढ़ला ना नहीं ज्ञानटा ये गोटे एमती संपद यहाँ कहीं मुझे कथा कि कहूँ चाणक्य प्रथम श्लोक नीतिर लिखिले स्वदेशे पूज्यते राजा विद्वान सर्वत्र पूज्यते विद्वान सर्वत्र पूज्यते घोर दुर्भिक्ष पड़ी घोर अभाव अनाटन पड़ी किछि नहीं पाखरे आपण जन लोक हेरा नीला 2 किलो होब बांधी खाई बंचो किंतु विद्वान लोकटे हेले अन्य माने निज पेटरू काटिक मुठे देवे ता गुण रे कि अमुक पंडित आछंती रुटी खंड खंड दियो आम 2-3 जन खंड खंड दियो बंचई दब आज्ञा विद्या मर्यादा सम्मान केवल नुह संकट समय प्राण रक्षा करदब विद्या कहीं विद्या उपरे आम एत चिंता करुचे अर्थात आम ऊपर जिनिस गुड़ा धरी पारानी ये धरिकी आम गुणटा को नहीं थोईदबा से जो संपत्ति आम देखले धन धान चाउल ठू आरंभ करी सुना रूपा ठू आरंभ करी जमी बाड़ी ठू आरंभ करी घर द्वार पर्यंत ये सब विविध संपत्ति ये संपत्ति अपेक्षा विद्या गोटे अलग जातीय पदार्थ सी बड़ संपत्ति विद्या या बड़ संपत्ति आज्ञा विद्या ठारू वैराग्य आउ बड़ संपत्ति विद्या ठू वैराग्य आउ बड़ संपत्ति विद्यार टिके टिके ना दोष रही वैराग्य निर्दोष किछि सब विविध संपत्ति अच्छी जो विविध संपत्ति अच्छी विविध संपत्ति मानक भितर सबुठ बड़ संपत्ति किए श्रीमदातम सबुठारु बड़ संपत्ति किए सबुठारु बड़ संपत्ति होछि किए से श्रीरु श्रेय आम श्रेय बोली गोटे शब्द नहीं कि केते थर आम आलोचना करछे श्रीरु श्रेय ना श्रीर एफेक्ट टाकू श्रेय बोली कह जोटी श्री गुड़ाक भर्ती होती से भर्ती होता पदार्थ गुड़ा को श्री कह जाए ना श्रेय कह जाए श्रेय पूर्व आम आलोचना करछे श्रेय त्रिविध 3 प्रकार श्रेय आलोचना करने के पूर्व तस्मात् गुरंग प्रपद्येत जिज्ञासु श्रेय उत्तमम श्रीमद भागवत रे धमकेला भलिया कहले भगवान अर्जुन गए अर्जुन उत्तम श्रेय खोजुज कि दरकार न हो आज्ञा गुरंग प्रपद्येत तस्मात् गुरंग प्रपद्येत जिज्ञासु श्रेय उत्तमम तमें उत्तम श्रेय जिज्ञासु उत्तम श्रेय खोजुच गुरु प्रपद्येत आज्ञा गुरु के शब्दे पारे च निस्नात ब्रह्मण्य उपसमाश्रय या गुरु कह जाए तापाकू पड़ा श्रोत्रिय ब्रह्मनिष्ठा समेत पाणी गुरु गच्छेत जे उत्तम श्रेय खोजुछि हेले उत्तम शब्दटा जो लगिला श्रेय पाखे ता तल को मध्यम अधम निश्चय थी कहीं उत्तमटा तो ऊपर जिनिसटा अधम और मध्यम न आसले उत्तमटा आसबनी 1 वचन 2 वचन न हेले बहुवचन आसो केमती जो बहुवचन आसला से निश्चय उत्तमटा हूँ बहुवचनात्मक ताले 2 वचन और 1 वचन अच्छी ता तले तो उत्तम श्रेय जदि अच्छी ताहले मध्यम श्रेय कौन अधम श्रेय कौन ये जिते गुड़ाक जिनिस आम आलोचना कले श्री बोलिकी वर्तमान ये सब गुड़ाक अधम श्रेय एटा श्री रूपश्री जशश्री धनश्री विद्याश्री जिते श्री आम एगुड़िक
ଏଠି ଆଲୋଚନା କଲେ ପର୍ଯ୍ୟନ୍ତ ଯୋଉ ଯୋଉ ଜିନିଷ ଗୁଡାକ ଶ୍ରେୟ ବୋଲି ଶ୍ରୀ ବୋଲି ଏଗୁଡାକ ସବୁ ଅଧମ ଶ୍ରେୟ, ନିମ୍ନ ଜାତିର ଶ୍ରୀ। ୟା ଉପରକୁ ଆଉ ବଡ ଶ୍ରୀ ଅଛି, ଆ ଉପରକୁ ଆହୁରି ବଡ ଶ୍ରୀ ଅଛି। ନିମ୍ନ ଜାତିର ଶ୍ରୀଟା କୋଉଠା ପର୍ଯ୍ୟନ୍ତ ବ୍ୟାପକ? ଆମେ ଗୁଡା ଛୋଟ ମନା ନା, ଆମେ ଟଙ୍କା 5 ଲକ୍ଷ ଲଟେରୀ ଫୁଟି ଯାଉ, ଜମି ଖଣ୍ଡେ ମିଳିଯାଉ, କୋଠାଟେ ହେଇଯାଉ, ଗାଡିଟେ ମିଳିଯାଉ, ଏତିକିରେ ଆମେ ଆମ ମନୋବୃତ୍ତି। ଏଇଟା ବ୍ୟାପକ ସ୍ୱର୍ଗ ପର୍ଯ୍ୟନ୍ତ। ଅଧମ ଶ୍ରୀଟା ସ୍ୱର୍ଗ ପର୍ଯ୍ୟନ୍ତ ବ୍ୟାପକ, ଅଧମ ଶ୍ରେୟ। ଅଧମ ଶ୍ରେୟଟା ଇହ ଅମୂତ୍ର 2 ଭାଗରେ ବିଭକ୍ତ। ଇହ କହିଲେ ମଲା ଭିତରେ ଯାହା ଭୋଗ ହେଇଯିବ, ଅମୂତ୍ର କହିଲେ ମଲା ପରେ ଯାହା ଭୋଗ ହବ। ଅମୂତ୍ର ଅର୍ଥାତ୍ ମୃତ୍ୟୁ ପରେ ଯୋଉଟା ଭୋଗ ହୁଏ, ଇହ ଅର୍ଥାତ୍ ମୃତ୍ୟୁ ପୂର୍ବରୁ ଯୋଉଟା ଭୋଗ ହେଇଯାଏ ଦେହରେ। ଏ ଦେହରେ ଗୋଟେ ଭୋଗ ବିଳାସ, ଖାଇବା ପିଇବା, ମୌଜ ମଜଲି, ଲୁଗା ପଟା, ସୁନା ରୂପା, ହୀରା ନୀଳା, ଘର ଦ୍ୱାର, ଗାଡି ଘୋଡା, ଯଶ ସମ୍ମାନ, ମର୍ଯ୍ୟାଦା, ପ୍ରତିଷ୍ଠା, ପ୍ରତିପତ୍ତି, ପଦବୀ, ଆଜ୍ଞା ଆଜ୍ଞା, ମଣିମା ମଣିମା, ଗୋଟେ ଭୋଗ ହେଇଯାଉନି କି ମଲା ଭିତରେ? ଏଟା ଅଧେ। ଆଉ ନିମ୍ନ ଜାତୀୟ, ୟାଠୁ ଆହୁରି ଟିକେ ହାୟର ଜାତୀୟ ହଉଛି ସ୍ୱର୍ଗଶ୍ରୀ। ସ୍ୱର୍ଗ ଦେବତା ରୂପରେ ରହି ते पुण्यम आसाद्य सुरेन्द्र लोके अश्नन्ति दिव्यान दिव्य देव भोगान। सेठी आहार अमृत, आसन बा गति, विमान, वैमानिका, सेठी भूमि नहीं, सेठी कौतुक स्थली, नंदन कानन, सेठी भोग्या अप्सरागण, सेठी संगीतज्ञ गंधर्व किन्नर गण, सेठी अस्त्र वज्र, बाउंश बाड़ी खंडे नुह जे भांगी जीव टिके जोर करी ढेरा देले, वज्र, इभलिया भोग सब सेठी अछि। सेठी बार्धक्य नाही, रोग नाही, ଯେତେ ଖାଇଦେଲେ ମଧ୍ୟ ପେଟ ବେମାର ହବନି କି ଅଜୀର୍ଣ୍ଣ ହବନି, ବ୍ୟାଧି ନାହିଁ। ଶୋକ ନାହିଁ, ମୋହ ନାହିଁ, ଦୁଃଖ ନାହିଁ, ଖାଲି ଭୋଗ 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 ସ୍ୱର୍ଗରେ। ଯଜ୍ଞ ସ୍ୱର୍ଗତି ପ୍ରାର୍ଥୟନ୍ତେ। ଚାଲାକ ଚତୁର ଲୋକମାନେ ଯଜ୍ଞ କରିକିରି ସ୍ୱର୍ଗକୁ ପଳାନ୍ତି। ଏଇ ଭୋଗଟା କଣରେ କେତେ, ଇଏ ତୁଚ୍ଛ, ଏହା ଟିକେ ବେଶୀ ଖାଇଦେଲେ ପେଟ ଗୋଳମାଳ ହେଇଯାଉଛି। ଟିକେ ପ୍ରତିଷ୍ଠା ପଦବୀ ଆସିଲେ ଆର ଗାଁ ଲୋକେ ହିଂସା କରୁଛନ୍ତି। ଏଇଟା ତାଙ୍କ ମନକୁ ପାଏନା। ଆମେ ଯୋଉଥିରେ ମରୁଛେ କେମିତି ମିଳିଯିବ ବୋଲି, ଏଇଟାକୁ ସେ ଚାଲାକ ଚତୁର ଲୋକ ଆମ ଭିତରେ ଯିଏ ଅଛନ୍ତି ସେଗୁଡାକୁ ତୁଚ୍ଛ ଜ୍ଞାନ କରିକି ଯଜ୍ଞ ଦ୍ୱାରା ସ୍ୱର୍ଗକୁ ପଳାନ୍ତି। ଯଜ୍ଞ ଦୃଷ୍ଟ୍ୟା ସ୍ୱର୍ଗତି ପ୍ରାର୍ଥୟନ୍ତେ। ते पुण्यम आसाद्य सुरेन्द्र लोके, सुरेन्द्र लोक भोग करती। अश्नन्ति भोगान देव भोगान, अश्नन्ति भोग करती, अनेक भोग करती। ते तंग भुक्त्वा स्वर्गलोक विशालम, से स्वर्गलोक विशाल आज्ञा जेते भोग कले मध्य सरीबनी। हिमालय को खोली खोली आम केते खोलिबा, समुद्र पानी बोही बोही सुखई पारिबा, सेमतिका भोग सेठी। एठी तो सरजीव बसी खाइले नईबाली सरे। आमर एठी बाप केते रोजगार करथिले कौन हम, पुओ तो जदि चाहिला 10टा वर्ष उड़े दूची। आम एठी देखुचे प्रत्यक्ष भाव में सब केड़े केड़े धनशाली लोक मैंने पुओ नाती मैंने अल्प दिन में संपत्ति क्षय कर देकरी साधारण स्तर को पड़ी आसुंच। प्राचुर्य रहुनी ये किंतु स्वर्गर प्राचुर्य क्षयशील नुह, क्षय हेनी। एत प्राचुर्य जे सेटा क्षय हेनी। तथापि एटा है अधम श्री, निकृष्ट धरणर अधम श्रेय।
मध्यम श्रेय होची मुख्य, मध्यम श्रेय होची मुख्य, एटा को परित्याग कर दे करी आ उत्तम श्रेय अछि। से उत्तम श्रेयटी कौन? संपत्ति भितरे उत्तम श्रेयटी होची श्री संपत्ति बोले कौन की सुखदायक, सुखदायक स्वर्ग अपेक्षा भोग अपेक्षा मुख्यटा अधिक आनंददायक नहीं कि? मुख्यानंदटा को ब्रह्मानंद कहते, से आनंदटार परिमाण आप आलोचना करने कि आम सब मन पकई दौना आम जना पड़ज चटकरी। जड़े मनुष्य ससागरा पृथ्वीर मालिक, समस्त वेदरे ज्ञान ओ अखंड यौवन, तार यौवनटा नष्ट होनी, से सब से 25-28 वर्ष वयस्क होकर रोचे। समग्र पृथ्वी रे सुसागरा धरा रसे हूँ जड़े मात्र मालिक सम्राट। चारिटा वेदरे तार पूर्ण ज्ञान अच्छे। तीनटा एकाठी हेले सेटा हला जागतिक बिंदु, 1 यूनिट, गोटे यूनिट है धरा मन पकातु। ये जी है जागतिक आनंद, यार शतगुण आनंद भोग करते अप्सरा किन्नर गण गंधर्व प्रभृति, तार शतगुण आनंद करते देवता गण, तार शतगुण आनंद भोग करते ब्रह्मा इंद्र, तार सहस्र गुण आनंद भोग करते यूनिट 1 यूनिट है यहाँ बढ़ी बढ़ी जाऊँगी। तार सहस्र गुण आनंद भोग करते बृहस्पति, देवगुरु बृहस्पति। तलर यूनिट टाक लक्ष्य करंतु ना छांदोग्य उपनिषद कहते आ गोटे जगार अच्छे। तो से उपनिषद आनिक ही कहते मूल छांदोग्य जागतिक आनंद 1 यूनिट एतिकी, या एतिकीर 100 गुण अधिक आनंद भोग करती स्वर्ग थिबा अप्सरा किन्नर गंधर्व किंपुरुष प्रभृति गण। से माने जेतिकी आनंद भोग करती तार 100 गुण अधिक आनंद भोग करती अग्नि इंद्र इंद्र नहीं अग्नि वायु जम सोम प्रभृति देवता गण। से माने जो आनंद भोग करती तार 100 गुण अधिक आनंद भोग करती देवराज इंद्र। इंद्र जो आनंद भोग करती तार 1000 गुण अधिक आनंद भोग करती धर्मचेता देवगुरु बृहस्पति। धर्म भी सीला तत्व ना एक्सेसिव बढ़िया। बृहस्पति जो आनंद भोग करती तार 100 गुण आनंद भोग करती ब्रह्मा। ब्रह्मा जो परिमाण आनंद भोग करती ता ना हूँ ब्रह्मानंद। जड़े लोक मुक्ति पाइले बा मोक्ष हेले यही आनंदटा पाए। आ जागतिक आनंद आगे केते आपण धन संपत्ति केते ये आनंद आगे केते ब्रह्मानंद। एटा हला मध्यम श्रेय मध्यम संपत्ति जीवन निमंते शास्त्र निर्णय कर मध्यम संपत्ति एटा हूँ मुख्यानंद बा ब्रह्मानंद को कह जाए। उपनिषद एति निर्णय करी ता तलू कहले ब्रह्मानंद भवेत एष चेत परार्ध गुणीकृत। जब 100 गुण होता जोड़े जोड़े सुना बसौल जो 1000 गुण होला जोटा बृहस्पति आउ ब्रह्मा भोग कर 3-3टा लेखे सुना मिसेल ना। ब्रह्मा जो परिमाण आनंद भोग कर ब्रह्मानंद सेटार 16टा सुना बसईदेल। आज्ञा सियाड़े लंबी गला 12टा आड़कू आउ जगह नहीं सुना बसई। चेत परार्ध गुणीकृत तार परार्ध गुण हेले उत्तम श्रेय। परार्ध गुण हेले उत्तम श्रेय। ब्रह्मा जो आनंद भोग कले सेटा ब्रह्मानंद मुक्त पुरुष भोग करे सेटा से आनंद। सेटार जो 16टा सुन दिया 15टा सुन एक गोटे रही कि एक गोटे रही 15टा 16टा डिजिट 15टा सुन बसीगले जो परिमाण आनंद हला सेटा हूँ उत्तम श्रेय। एटा कल्पना करी हूँ कल्पना करी हूँ कल्पना करी जो प्रहलादर मस्तक उपर हाथ थोईदे भगवान नृसिंह नृसिंह गुट तो आनंद झरुनी कौन झरुची भय रौद्र विभत्स नहीं कि विभत्सर शेष सीमा
ତଥାପି ବସ୍ତୁଟା ତ ଆନନ୍ଦରେ ତିଆରି ନା, ସଚ୍ଚିଦାନନ୍ଦମୟ ମୂର୍ତ୍ତିଟା। ଯେତେବେଳେ ପ୍ରହ୍ଲାଦର ମସ୍ତକରେ ହାତ ଥୋଇଦେଲେ ତାକୁ ଏମିତି ସୁଖଟେ ଲାଗିଗଲା ଯେ ତତ୍ ସାକ୍ଷାତ କାରଣାନହ୍ଲାଦ ବିଶୁଦ୍ଧା ବୁଦ୍ଧି ସ୍ଥିତସ୍ୟ ମେ ସୁଖାନି ଗୋସ୍ପଦାୟନ୍ତେ ବ୍ରହ୍ମାଣ୍ୟପି ଜଗତ ଗୁରୁ। ମୁଁ ଆଜି ପର୍ଯ୍ୟନ୍ତ ବ୍ରହ୍ମାନନ୍ଦ ସୁଖ ଭୋଗ କରୁଥିଲି, ବ୍ରହ୍ମା ଯୋଉଟା ଭୋଗ କରନ୍ତି ଆପଣ ଯଦି ଛୁଇଁଦେଲେ ପ୍ରଭୁ, ଆପଣଙ୍କ ହାତଟା ଯେମିତି ବାଜିଗଲା ମୋ ଦେହରେ, ବର୍ତ୍ତମାନ ମୁଁ ଯୋଉ ଆନନ୍ଦଟା ଭୋଗ କରୁଛି, ପୂର୍ବରୁ ଯୋଉ ବ୍ରହ୍ମାନନ୍ଦ ଭୋଗ କରୁଥିଲି ସେଟା ସମୁଦ୍ର ଆଗରେ ଗୋରୁ ଖୁରାର ପାଣି ଭଳିଆ ହେଇଗଲା। ସମୁଦ୍ର ଆଗରେ ଗୋରୁ ଖୁରାର ପାଣିଟା ଯେତେ କମ୍, ପରାର୍ଥ ଗୁଣ ଆଉ କଣ। ପୂର୍ବଗତ ବ୍ରହ୍ମାନନ୍ଦଟା ଯୋଉଟାରେ ମୁଁ ବୁଡିକିରି ଥିଲି, ବ୍ରହ୍ମାନନ୍ଦରେ ଥିଲା ବୋଲିକିରି ତାକୁ ନିଆଁ ପାଣି ଛୁଁ ନଥିଲା ନା, ତା ମୁକ୍ତ ପୁରୁଷ ହେଇକିରି ଥିଲା ନା। ଏ ଯୋଉ ଯେତେ ପ୍ରକାରର ଚେଷ୍ଟା କଲା ହିରଣ୍ୟକଶ୍ୟପ ପ୍ରହ୍ଲାଦକୁ ନିପାତ କରିବା ପାଇଁ, କିଛି କାମ କଲାନି। ମୁକ୍ତ ପୁରୁଷ ଗୁଡାକୁ କାମ କରିବୁ କି? ଗୁଡାକ ବଦ୍ଧ ପୁରୁଷ ଉପରେ ସିନା ସେଗୁଡାକ ପ୍ରୟୋଗ କରାଯାଏ। ଖଣ୍ଡା ତଲୁଆର ନିଆଁ ପାଣି ବଦ୍ଧ ପୁରୁଷ ଉପରେ ନା। ମାୟାର ଅଧିକାର ଯାହାର ଅଛି, ଆଉ ମାୟାକୁ ଅତିକ୍ରମ କରି ଯେଉଁ ବାଳକ ମୁକ୍ତ ଅବସ୍ଥା ପ୍ରାପ୍ତ ହେଇଯାଇଛି ତାକୁ ଗୁଡା ସ୍ପର୍ଶ କରିବ କି? ଏଗୁଡା ଗୁଣାତୀତ ହେଇଗଲା। ନିଆଁ କାମ କରିବନି ତା ଦେହରେ, ପାଣି କାମ କରିବନି ତା ଦେହରେ, ଖଣ୍ଡା କାମ କରିବନି ତା ଦେହରେ, ଗୋଟା ଶୁଣୁନଥିଲା ତାକୁ। ଅତଏବ ସେ ବ୍ରହ୍ମାନନ୍ଦରେ ମୁକ୍ତ ଅବସ୍ଥାରେ ଥିଲା। ମୁକ୍ତ ଅବସ୍ଥାରେ ରହିଲେ ବ୍ରହ୍ମାନନ୍ଦଟା ଭୋଗ ହବ, ସେ କଥା ସେ କହୁଛି। ମୁଁ ବ୍ରହ୍ମାନନ୍ଦ ଭୋଗ କରୁଥିଲି ଏପର୍ଯ୍ୟନ୍ତ, କିନ୍ତୁ ଆପଣଙ୍କ ସ୍ପର୍ଶ ଜନିତ ସୁଖଟା ଆପଣ ଯୋଉ ଛୁଇଁ ଦେଲେ ମତେ ପ୍ରଭୁ, ଆଉଁଛି ଦେଲେ ମୋ ମୁଣ୍ଡକୁ, ଇ ସୁଖଟା ବ୍ରହ୍ମାନନ୍ଦଟାକୁ ମୁଁ ଭୋଗ କରୁଥିବା ପୂର୍ବଗତ ବ୍ରହ୍ମାନନ୍ଦଟାକୁ ସମୁଦ୍ର ଆଗରେ ଗୁରୁଖୁର ଭଳିଆ ଛୋଟ କରିଦେଲା। ଏଇଟା ଏତେ ବଡ ଆନନ୍ଦ। ଚେତ ପରାର୍ଧ ଗୁଣୀକୃତ, ଏଇଟା ହଉଛି ଉତ୍ତମ ଶ୍ରେୟ। ଏଇଟା ହଉଛି ଉତ୍ତମ ଶ୍ରେୟ। ଏଇଟା କଣ? ଜୀବ ଭକ୍ତି ଦ୍ୱାରା ଭଗବାନଙ୍କ ସାମୀପ୍ୟ କେବଳ ନୁହଁ, ସାମୀପ୍ୟଟା ମଧ୍ୟ ମୁକ୍ତି ଭିତର ଅନ୍ତର୍ଗତ। ସେବା, ଯଦି ସେବା କରିବା ପାଇଁ ପାଖରେ ପହଞ୍ଚିଗଲା ଭଗବାନଙ୍କର, ତାଙ୍କର ଚାକରଟିଏ କି ଦାସଟିଏ ହେଇକିରି ପହଞ୍ଚିଗଲା, ତାହେଲେ ସେଇଟାକୁ ପାଏ, ଉତ୍ତମ ଶ୍ରେୟଟି ପାଏ। ଏଇଟା ହଉଛି ଉତ୍ତମ ଶ୍ରେୟ। ଭଗବାନଙ୍କ ନିକଟରେ ପଞ୍ଚବିଧରୁ ଯେକୌଣସି ଗୋଟେ ଅବସ୍ଥା ପାଇଗଲେ, କିନ୍ତୁ ଭଗବାନଙ୍କ ସହିତ ଯଦି ଶୃଙ୍ଗାର ବା ପ୍ରଣୟ ଯିଏ ଆରମ୍ଭ କରିଦେଇଛି, ତାର ଅନ୍ତ ନାହିଁ। ସେ ଆନନ୍ଦର ଅନ୍ତ ଅଛି କି? ତାର ଅନ୍ତ ଅଛି କି? ଭଗବାନଙ୍କ ପାଖରେ ଯିଏ ସେବା କରୁଛି, ଭୃତ୍ୟଟିଏ ହେଇ କି ନାରଦ ପ୍ରଭୃତି ଋଷିମାନେ ତାଙ୍କ ପାଖରେ ରହିକି ତାଙ୍କୁ ବୋଲହାକ କରୁଛନ୍ତି, ଶାନ୍ତ ଭକ୍ତ। ହନୁମାନ ପ୍ରଭୃତି ଦାସ୍ୟ ଭକ୍ତ, ନାଇଁ କି? ସୁଦାମ ସୁବଳ ସୁଗ୍ରୀବ ବିଭୀଷଣ ଏସବୁ ସଖ୍ୟ ଭକ୍ତ। ଏମାନେ ସବୁ ଉତ୍ତମ ଶ୍ରେୟଟା ପାଇଛନ୍ତି। ଉତ୍ତମ ଶ୍ରେୟଟା ଏମାନେ ପାଇଛନ୍ତି। ଠାକୁରଙ୍କ ପାଖରେ ରହି ତାଙ୍କର ବୋଲହାକ କରି, ତାଙ୍କ ସହିତ କଥାଭାଷା କରି, ତାଙ୍କ ସହିତ ଆଳାପ ଆଲୋଚନା କରି, ତାଙ୍କ ସହିତ ଯାହା ଆସ କରି, ତାଙ୍କ ଦଳର ଲୋକ ତ ସେ ଆଉ, ତାଙ୍କ ଗ୍ରୁପ ଆଉ। କିନ୍ତୁ ଏମାନଙ୍କୁ ମଧ୍ୟ ଆଡ଼େଇ ଦେଇ ନିଭୃତରେ ପ୍ରଣୟ ବ୍ୟାପାର ଯିଏ ସୃଷ୍ଟି କରିପାରିଛି, ଏମାନଙ୍କ ଲକ୍ଷ୍ୟରେ ମଧ୍ୟ ଯିଏ ଭଗବାନଙ୍କ ସହ ପ୍ରଣୟ ବ୍ୟାପାର ସୃଷ୍ଟି କରିଦେଇ ପାରିଛି, ଶୃଙ୍ଗାର ସମ୍ବନ୍ଧ ରଖିଦେଇ ପାରିଛି, ତା ଆନନ୍ଦଟା ତୁଳନୀୟ। ଏମାନଙ୍କ ଆନନ୍ଦଠୁ କେତେ ଯେ ଅଧିକ ପରାର୍ଧ ସେଠି କିଛି କାମ କରିବନି। ସେଇଟାକୁ କୁହାଯାଏ ପ୍ରେମ, ଭଗବତ ପ୍ରୀତି ପ୍ରେମ। এই ପ୍ରେମ ନାମକ ପଦାର୍ଥ ସମ୍ପତ୍ତି ମାନଙ୍କ ଭିତରେ, ଆମେ ସମ୍ପତ୍ତିର ତାଲିକା ନିର୍ଣ୍ଣୟ କରୁଛେ ତଳଠୁ ଉପର ପର୍ଯ୍ୟନ୍ତ। ସମ୍ପତ୍ତି ମାନଙ୍କ ଭିତରେ ସର୍ବଶ୍ରେଷ୍ଠ ସମ୍ପତ୍ତି ପ୍ରେମ ବ୍ୟତିରେକ ତା ଉପରକୁ ଆଉ ଆମ ମୁନି ଋଷି ମାନେ କିଛି ସମ୍ପତ୍ତିର ସନ୍ଧାନ ପାଇନାହାନ୍ତି। ପ୍ରେମ ଉପରକୁ ଆଉ କିଛି ବଡ ସମ୍ପତ୍ତି ଥିବା ପାଇନାହାନ୍ତି। ପ୍ରେମଟା ଗୋଟେ ଅଲକ୍ଷ୍ୟ, ମାନେ
ଏଇଟା ପାଇବାର ସମ୍ଭାବନା ଅଛି ସିନା ଗୋଟେ ଏମିତିକା ଆଉ ସେଟା ମିଳିବ କୋଉଠି ଓ ଜଗତରେ ବୋଲି ତାକୁ ଛାଡ଼ି ଦେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ କହିଛନ୍ତି ଆରେ ପିଲେ ତୁମର ସମ୍ପତ୍ତିଟା 4 ଭାଗରେ ଆମେ କହିଦଉଛୁ, ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗରେ 4ଟା ପୁରୁଷାର୍ଥ, ପ୍ରେମଟାକୁ ତା ସାଥିରେ ବୁଡ଼ିଯାଆନ୍ତି। କିନ୍ତୁ ପଞ୍ଚମ ପୁରୁଷାର୍ଥ ହଉଛି ପ୍ରେମ। ଧର୍ମ ଅର୍ଥ କାମ ମୋକ୍ଷ ପରେ ପଞ୍ଚମ ପୁରୁଷାର୍ଥ ହଉଛି ପ୍ରେମ। ଏଇ ଯୋଉ ସମ୍ପତ୍ତି ଶ୍ୟାମ ସୁନ୍ଦର ତୁମ କଥାକୁ ଆଶ୍ରୟ କରିବା ବ୍ୟକ୍ତିର ବନ୍ୟା ପ୍ଳାବିତ ହେଲା ଭଳିଆ ସକଳ ସମ୍ପତ୍ତି ତାର ଚାରିପଟେ ଛାଇଯାଏ। ନ ମାଗିଲେ ମଧ୍ୟ ଛାଇଯାଏ। ସୁଦାମା ପଇସା ମାଗିଥିଲେ, କୃଷ୍ଣ ବାଟ ଖର୍ଚ୍ଚଟା ଦିଅ, ବାଟରେ କଣ ଖାଇବି ମାଗିଥିଲେ। କୃଷ୍ଣ କଣ କଲେ? ସୁଦାମାଙ୍କୁ ଯେତେବେଳେ ବିଦାୟ ଦେଲେ, ସୁଦାମା ଯେତେ ଦିନ ଥିଲେ ବହୁତ ଗୁଡେ କଥା ତ, ଯୋଉ ପଲ୍ଲଙ୍କରେ ରୁକ୍ମିଣୀଙ୍କ ସହ ବିହାର କରନ୍ତି କୃଷ୍ଣ, ଭାଗବତ କହୁଛନ୍ତି ସେଇ ପଲ୍ଲଙ୍କ ଉପରେ ସୁଦାମାଙ୍କୁ ବସେଇଲେ। ରୁକ୍ମିଣୀ କହିଲେ, କହିପାରିନାହାନ୍ତି କିନ୍ତୁ କହିଥିବେ, ଯଦି କହିଥାନ୍ତେ ବା କହିଛନ୍ତି ବୋଲି ଧରନ୍ତୁ, ଆମେ ଅନୁମାନ କରିକି କହିବା କି କଥା, ଚୌକି ଟେବୁଲ ନାହିଁ ଯେ ଘରେ ଆସି ଆମର ଅନ୍ତପୁରରେ ଶୋଇବା ଘରେ ମୋ ଶୋଇବା ଖଟ ଉପରେ ଯୋଉଠି ରୁକ୍ମିଣୀଙ୍କ ସହ କୃଷ୍ଣ ବସନ୍ତି କି ଶୁଅନ୍ତି ସେଇ ଉପରେ ଆଣିକିରି ସୁଦାମାଙ୍କୁ ବସେଇଲେ। ପିଲାଦିନ ସାଙ୍ଗଟା, ପିଲାଦିନ ସାଙ୍ଗର ସେ ଅଧିକାର ଅଛି, ସେ ବସିପାରିବ ସେଠି। ପିଲାଦିନ ସାଙ୍ଗର ସେ ଅଧିକାର ଅଛି। ଅନ୍ତରଙ୍ଗ ବନ୍ଧୁ ଯଦି ଶିଶୁ କାଳର ପିଲାଦିନର ସେଠି ବସେଇଲେ। କୃଷ୍ଣ ନିଜେ ପାଦ ଧୋଇଲେ, ରୁକ୍ମିଣୀକି କହିଲେ ସୁବର୍ଣ୍ଣ ଝରିରେ ପାଣି ତୁମେ ଢାଳ, ତମେ ଭଲ କରି ଧୋଇବନି, ତମର ଗୋଟେ ନଖ ଅଛି ମୋ ବନ୍ଧୁର ପାଦରେ ବାଜିଯିବ, ତମେ ନଖ ତମେ ଯତ୍ନରେ ଧୋଇ ପାରିବନି, ତମେ ପାଣି ଢାଳ। ନିଜ ହାତରେ ଧୋଇଲେ। ଧୋଇ ସାରିଲା ପରେ ବହୁତ କଥା ଅଛି। ନିଜ ପତ୍ନୀ ମାନଙ୍କୁ ସମସ୍ତଙ୍କୁ କହିଲେ ଆସିକିରି ପ୍ରଣାମ କର, ମୋର ବନ୍ଧୁ ବ୍ରାହ୍ମଣ ମତୁଲ୍ୟ, ମୋ ଅପେକ୍ଷା ମୁଁ ତୁମର ଯେମିତି ପ୍ରଣମ୍ୟ, ଏମାନେ ସମସ୍ତ ଇଏ ତାଠୁ ଅଧିକ ପ୍ରଣମ୍ୟ, ଯେହେତୁ ମୁଁ କ୍ଷତ୍ରିୟ, ଇଏ ବ୍ରାହ୍ମଣ। ଆଉ ମତୁଲ୍ୟ ଯେହେତୁ ମୋର ବାଲ୍ୟବନ୍ଧୁ, ପତିର ବାଲ୍ୟବନ୍ଧୁ, ପତିତୁଲ୍ୟ, ମର୍ଯ୍ୟାଦାସ୍ପଦ, ପ୍ରଣାମ କର। ସମସ୍ତେ ଆସି ପ୍ରଣାମ କଲେ। ଇଏ ସୁଦାମା ବାହୁଣ କାହାକୁ ଗୋଟିଏ କହିନି, କୃଷ୍ଣ ମତିରସ୍ତୁ। ସମସ୍ତଙ୍କୁ କହିଛି ପୁତ୍ରବତୀ ଭବ, ସୁଲକ୍ଷଣୀ ଭବ, ଆୟୁଷ୍ମତୀ ଭବ। ଏଇଥିରୁ ଗୋଟିଏ ସିନା ଦେଇଛନ୍ତି ଆଶୀର୍ବାଦ, କାହାକୁ ଗୋଟାକୁ କହିଦେଇ ନାହାନ୍ତି ଶ୍ରୀକୃଷ୍ଣ ମତିରସ୍ତୁ। ଏ ସହଜ କଥା ନୁହଁ। ଏଟା କୃଷ୍ଣର ତା କଥା ସିଏ ବୁଝିବ ନା, ଆଉ ମନଟା ଦିଆ ନିଆ କଥା କୃଷ୍ଣ ସେ କଥା ବୁଝିବ। ମୁଁ କାହିଁ ସେଥିରେ ଇଣ୍ଟରଫିୟର କରିବି? ଆମେ ବାହୁଣିଆ ଲୋକ, ଆମେ ଧନ ସମ୍ପତ୍ତି ପୁଅ ଝିଅ ଘର ଦ୍ୱାରା ଦେଇ ପକେଇଲେ କଣ? କେତେ ହୁସିଆର ଲୋକ, କେତେ ହୁସିଆର ଲୋକ। ଶ୍ରୀକୃଷ୍ଣ ମତିରସ୍ତୁ, କୃଷ୍ଣ ତୋତେ ଭଲ ପାଆନ୍ତୁ କି ତୁ କୃଷ୍ଣଙ୍କୁ ଭଲ ପାଉଥା ଚିରକାଳ, ଏ ଆଶୀର୍ବାଦ ଦେଇନାହାନ୍ତି କାହାକୁ। ଯାହା ହଉ କୃଷ୍ଣ କହିଲେ, ବୋଲେ ଶୁଣ, ସମସ୍ତଙ୍କ ଘରେ ଦିନେ ଦିନେ ମୋ ବନ୍ଧୁଙ୍କୁ ନିମନ୍ତ୍ରଣ କରିବ, ଆଉ କମ୍ପିଟିସନରେ ଖାଇବାକୁ ପିଇବାକୁ ଦେବ, ସ୍ୱାଗତ କରିବ, ମର୍ଯ୍ୟାଦା କରିବ, ଘର ଦ୍ୱାର ସଜେଇବ। କଣ କରିବେ? ଏମାନେ ସଂଖ୍ୟାରେ କେତେଟି? 17-18 ହଜାର। ଗୋଟିଏ ଗୋଟିଏ ଦିନ ହେଲା ବେଳକୁ ସୁଦାମଙ୍କୁ କେତେ ବର୍ଷ ଲାଗିଯାଇଥିବ? ସମସ୍ତଙ୍କ ଘରେ ଗୋଟିଏ ଗୋଟିଏ ଦିନ। କୃଷ୍ଣ ଉଦ୍ଧବଙ୍କୁ ସମସ୍ତଙ୍କ ଘରେ ନିମନ୍ତ୍ରଣ କରିଛନ୍ତି। ଆଉ ସମସ୍ତେ ନିଜ ନିଜର ତାଠୁ କମ୍ପିଟିସନ ତ, ଆଉ କିଏ ଅଧିକା ପିଠାପଣା କରିପାରିବ, କିଏ ଅଧିକା ସୁସ୍ୱାଦୁ କରିପାରିବ, କିଏ ଅଧିକ ଘର ସଜେଇ ପାରିବ, କିଏ ଅଧିକ ସ୍ୱାଗତ କରିପାରିବ। ଆଉ ୟାଠୁ ଆଉ କଣ ଭୋଗ କରନ୍ତି? ହୋ ଭୋଗୀ ବୋଲି କହୁଛନ୍ତି। 17-18 ହଜାର ଦିନ ଧରି କୃଷ୍ଣ ପତ୍ନୀ ମାନେ କୃଷ୍ଣଙ୍କ ତଦାରଖରେ, ପ୍ରେରଣାରେ
जो भोग दौरान या बड़का भोग अच्छी घरे जो धन संपत्ति थिला से धन संपत्ति आम सब कहते सुदामा किसी नहीं ना साढ़े नहीं पकेले या अधिका संपत्ति भोग जड़े कौन कर कहना गोटे गोटे पत्र गृह गोटे गोटे दिन जहाँ भोग कले सुदामा सांसारिक भोग जहा हो जो सब सरला विदाय नवा चाहिए ब्राह्मणीटा अच्छी कि मलाणी कही होनी घरे किसी नाला जो खुद पुनिक था दे पकई तुम तो मत इे भोग विलास बांधिक रखिच मु पिठापणा खाई मोटा रोटा हो गली एतिक दिन में ब्राह्मणीटा खावा न पाई सुखी सुखी मरी जीवनी बंची कि नहीं सन्देह आगे देखा तो कौन हला कौन नहीं आउ बोली ये मध्य विरक्त हो गले किए से सुदामा ये भोग आमर कौन दरकार आम बैरागी लोक आम बसिक नाम जप करूँ ना एवं आमको कौन दरकार एवं आमर कौन प्रयोजन ये मुझे ये जो घर को लेकर स्वागत कर समस्त घर को दिव्य दिव्य अलंकार दिव्य दिव्य वस्त्र पाद ठारू मस्तक पर्यंत सब कृष्ण जो विदाय दबा गले 2-3 माइल बाट जाइए कि रथरे बसईकि सांगटा को विदाय दबा आम जमी किसी बाट जाऊे बहुत गुड़े बाट जा जो चलिक जीवे से कहले बोले सांग आय अलंकार हीरा नीला मोती माणिक कुंडल कंकण युड़ाक पिंधिक गले आपणकर बाटर चोर तस्कर डकैत नाना प्रकार असुविधा अच्छी जीवन उपरे विपद आसब गुड़ा काढ़ी पक तो सुदामा भाभी मनरे बाभणीटा कही जो कौन मागि आण मु तो मागि पार्लिनी मन मन भाभी देहरे जतक अच्छी से बाहर करके दे पकेबी सबुतक बाहर करदे आज्ञा जो गामुछा खंडाक से पिंधिक आसी सीटा कौटी रखी मन पकईक रथरे आनी रथ चाल संधि काढ़िले बता देहरु बाहर कले तुम गामुछाटा पिंध सबुतक फेर नहीं आसले से गामुछाटी पिंधिक गले किंतु गला जे विपुल संपदा भर्ती ये कौन बुझी सुदाम ए समस्त एटा मो पर जो भागवत कृपा बोली अनुभव कर सबतक मो देहर ओह्लई दे जो मो गामछाटी मत पिंधे छाड़देले अटा अपार कृपा भाव सी मैंने सब कौन ग्रहण कर भगवान आम प्रति सब मंगलमय से जहा कर निश्चित किसी कल्याण ये संपत्ति जो देखीदे मुसी घर को जीविनी मो पीढ़ा आने मुसी चौकी बसबिनी से अष्टरत्न खचित आसन कहते सुशीला बसरे बेले कि बाड़ी धरे छिड़ा है पड़े डैंडिंग कर फिटी पघा छेड़ी अरे छण बिड़ाटा मुहर पकई दिया पलैब से हो टे आसी पाठ देखी दी पड़ो तो छुईले नहीं बोले ये अन्न मु भोजन करी नहीं ये आसन रे मु बसबी नहीं ये शज्या मु शोबी नहीं भगवान को सीटे आविर्भाव होगा आविर्भाव है बंधु कौन असुविधा है से भोग करूल या कोटि गुण रे ये कहीं भोग करनी ना से आपण थे पाखे से आपण थे पाखे आपण पाखे किसी जाए से सुड़ा मत छुई मानी आपणकर भोग करुले आपण पत्नी मैंने आपन को दौले मु पाखे बसिक भोजन कर पकाउली
ତ ଭୋଗ କରି ପକାଉଥିଲି, ଏଇ ହିସାବରେ ମୁଁ ଗ୍ରହଣ କରିଥିଲି। ଇଏ ଆଗ ମାନେ ଏଇଭଳିଆ ଗ୍ରହଣ ନା, ଠିକ୍ ଅଛି ସେଠି ମୁଁ ଥିଲି, ଏଠି ମତ ପ୍ରସାଦ ଏଗୁଡ଼ାକ। ମୋ ଅପେକ୍ଷା ମୋ ପ୍ରସାଦ ଅଧିକ ଶକ୍ତିଶାଳୀ ନା ନାହିଁ? ତମେ ତ ବିଦ୍ୱାନ ପାଠ ପଢିଛ, ମୋ ଅପେକ୍ଷା ମୋର ପ୍ରସାଦ ଅଧିକ ଶକ୍ତିଶାଳୀ କି ନାହିଁ? ଏଟା ମତ ପ୍ରସାଦ, ମୋ କୃପାରୁ ପାଇଛ, ଚିନ୍ତା କର। ସେତେବେଳେ ସୁଦାମା ବୁଝିଲେ ଏଗୁଡାକ ମୋହ, କ୍ରୋଧ, ଲୋଭ, କାମ ସୃଷ୍ଟି କରିବ ନାହିଁ। ବିପୁଳ ଭୋଗ ହେଲେ ମଧ୍ୟ ଏଟା ପ୍ରସାଦ ହେଇଥିବାରୁ, ନାଇଁ କି ଯେତେ ପେଟ ଭର୍ତ୍ତିକିରି ଖାଇଦେଲେ ମଧ୍ୟ କ୍ଷୀରା ସିନା ପେଟଟାକୁ ଗୋଳମାଳ କରିଦଉଛି, ଡାଲମା ବେସର କରୁଛି କି? ଯେତେ ଅଧିକ କରି ଖାଇଲେ ସେ ପେଟ ଗୋଳମାଳ କେବେ ହେଲେ କରିବ ନାହିଁ। ଏତାଦୃଶ ଏଇ ଯୋଉ ଶ୍ରୀ, ଏଇଠୁ ଏଇ ଜାଗତିକ ଶ୍ରୀ ବ୍ୟାପ୍ତ ହବାଠୁ ଆରମ୍ଭ କରି କଥାମୃତ ମାଧ୍ୟମରେ ତାର ରହିଗଲା କିଛି ଅଂଶ, ଡେରି ହେଇଗଲାଣି ଆଜି। ଏତିକିରେ ଆଜି ଭାଗବତ ବିଶ୍ରାମ କରନ୍ତୁ। ଆସନ୍ତାକାଲି ଆଉ ଟିକେ ଆକୁ ସ୍ପର୍ଶ କରି ଏ ପଦଟି ସାର।